ଠିକ୍ ଅଛି। ତାହେଲେ ବିଦଗ୍ଧ ଚିନ୍ତାମଣି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ଏକ ବିଶେଷ ବୈଶିଷ୍ଟ୍ୟପୂର୍ଣ୍ଣ କାବ୍ୟ କୃତି ଅଟେ। ତାହେଲେ ଅଭିମନ୍ୟୁ ସାମନ୍ତସିଂହାର ଥିଲେ ପରମ ବୈଷ୍ଣବ। ତେଣୁ ସେ ରାଧା ଏବଂ କୃଷ୍ଣଙ୍କୁ ଆରାଧ୍ୟ ଭାବରେ ଗ୍ରହଣ କରିଛନ୍ତି ତାଙ୍କର ଏହି କାବ୍ୟରେ। ତେଣୁ ତାଙ୍କର ଯେଉଁ ଅବାକୃତ ପ୍ରେମ ମୂର୍ତ୍ତି, ଯେଉଁଟା ପ୍ରାକୃତ ଜଗତରେ ସେଇ ଲୀଳା କେବେ ସଂଗଠିତ ଘଟି ନାହିଁ, ତେଣୁ ସେ ଅପାକୃତ ପ୍ରେମ ମୂର୍ତ୍ତିକୁ ପ୍ରାକୃତ ଲୀଳାରେ ପ୍ରକୃତ ଲୀଳାରେ ପ୍ରେମ ଲୀଳାରେ କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ ଚିନ୍ତାମଣି କାବ୍ୟରେ ତାକୁ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ଯେମିତି ରହିଛି କି କାବ୍ୟର ଆରମ୍ଭରେ ଇଷ୍ଟସ୍ତୁତି ସାଧୁ ନିନ୍ଦା କାବ୍ୟର ପ୍ରବେଶ ବିଷୟରେ ଯେମିତି ବର୍ଣ୍ଣନା କରାଯାଇଥାଏ, ସେହିଭଳି ଭାବରେ ପ୍ରଥମ ଛାନ୍ଦରେ ମଧ୍ୟ ସେହିଭଳି ଆମେ ଦେଖିବାକୁ ପାଇପାରିବା। ତେଣୁ ପ୍ରଥମ ଛାନ୍ଦ ମଙ୍ଗଳାଚରଣ ରହିଛି, ରାଗ ମଙ୍ଗଳ ରାଗ ଏବଂ 50 ବର୍ଣ୍ଣ ନିୟମରେ ଏଇଟା ରଚନା କରାଯାଇଛି ଏବଂ ଏହାର ପଦ ସଂଖ୍ୟା ମଧ୍ୟ କେତେ ରହିଛି, 50 ଆମେ ଦେଖିବାକୁ ପାଇପାରିବା। ଠିକ୍ ଅଛି। ତାହେଲେ ପ୍ରଥମ ଛାନ୍ଦରେ କବି ଆରାଧ୍ୟ ଦେବତା ରାଧା ଏବଂ କୃଷ୍ଣଙ୍କୁ ଆରାଧ୍ୟ ଭାବରେ ଏଠି ବନ୍ଦନା କରିଛନ୍ତି ଏବଂ ପ୍ରଥମ ଛାନ୍ଦରେ କବି ଆଦର୍ଶ ଜୀବନ ଦର୍ଶନ ପାଣ୍ଡିତ୍ୟ କବିତ୍ୱ ଏବଂ ବର୍ଣ୍ଣନା ଚାତୁରୀରେ ଏଠିରେ ଯେଉଁ ବର୍ଣ୍ଣନା ରହିଛି ତାକୁ କ'ଣ କରିଛନ୍ତି, ଏଠି ଦେଖିବାକୁ ଚେଷ୍ଟା କରିଛନ୍ତି, ଯେଉଁଟା ତାଙ୍କ ରଚନାରେ ଆମେ ଦେଖିବାକୁ ପାଇପାରିବା। ତେଣୁ ପ୍ରଥମ ଛାନ୍ଦର କବି ପ୍ରଥମେ ଆରାଧ୍ୟ ଦେବତା ରାଧା ଏବଂ ହରିଙ୍କୁ ବନ୍ଦନା କରିଛନ୍ତି ଏବଂ ସେ ହିଁ କୃଷ୍ଣ ଏବଂ ସେହି ଜଗନ୍ନାଥ ଅଟନ୍ତି, ଯେଉଁଟା ଆମେ ଦେଖିବା ପାଇପାରିବା। ତେଣୁ ଏହାପରେ କବି ସୁଦୀର୍ଘ ବନ୍ଦନା କରିଛନ୍ତି କବିଙ୍କର ପାଣ୍ଡିତ୍ୟ କବିତ୍ୱ ପ୍ରକାଶିତ ଏବଂ କୋଉଭଳି ଭାବରେ ଏଠିରେ ସାଧୁମାନଙ୍କର ସ୍ତୁତି କରିଛନ୍ତି ଏବଂ ଖଳ ଲୋକମାନଙ୍କୁ ନିନ୍ଦା କରିଛନ୍ତି, ତାକୁ ଆମେ ଦେଖିବାକୁ ପାଇପାରିବା, ଯେମିତି ଦେଖିବାକୁ ମିଳେ। ତେଣୁ ଏଠି ଆମେ ଦେଖିବା ପ୍ରଥମ ଛାନ୍ଦରେ ମଙ୍ଗଳାଚରଣ ଏବଂ କ ଠାରୁ କ୍ଷ ବର୍ଣ୍ଣ କ୍ରମାନ୍ୱୟରେ ବର୍ଣ୍ଣିତ ହୋଇଛି। ତେଣୁ ପ୍ରଥମେ ବର୍ଣ୍ଣନା ପର୍ଯ୍ୟାୟରେ କବି ଆରାଧ୍ୟ ଦେବତା ଅପ୍ରାକୃତ ପ୍ରେମମୂର୍ତ୍ତି ରାଧା ହରିଙ୍କର ବନ୍ଦନା କରିଛନ୍ତି। ଓଡ଼ିଶୀ ବୈଷ୍ଣବ ତତ୍ତ୍ୱରେ ରାଧା ଜୀବାତ୍ମା ଅଟନ୍ତି, କୃଷ୍ଣ ହେଉଛନ୍ତି ପରମାତ୍ମା ଭାବରେ ବର୍ଣ୍ଣିତ କରାଯାଇଛି। ତେଣୁ ଗୌଡ଼ୀୟ ବୈଷ୍ଣବର ଧର୍ମରେ ରାଧା ଏବଂ କୃଷ୍ଣ ଗୋଲକ ବୃନ୍ଦାବନର ଯୁଗଳମୂର୍ତ୍ତି। ତେଣୁ କୃଷ୍ଣ ଏଠାରେ ପରମ ବ୍ରହ୍ମ ଏବଂ କୃଷ୍ଣ ହେଉଛନ୍ତି ପରମାତ୍ମା। ତେଣୁ କୃଷ୍ଣ ଓ ଜଗନ୍ନାଥ ମଧ୍ୟରେ ଅଭେଦତ୍ୱ ଆରୋପିତ ହୋଇଛି। ତେଣୁ ଶ୍ରୀକୃଷ୍ଣ ପ୍ରେମମୂର୍ତ୍ତି ଏବଂ କୃଷ୍ଣ ହେଉଛି ଆଦି ଅନାଦି ସଦ୍ଗୁଣ ଏବଂ ନିର୍ଗୁଣ ତଥା ଆତ୍ମାରାମ। ଓକେ, ତେଣୁ ତାଙ୍କ ବିଷୟରେ ଆମେ ପଢ଼ିବା। କ'ଣ ରହିଛି ପ୍ରଥମ ପଦରେ, ଅପାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରି। ଅପାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରି। ଅପାକୃତ ଯେଉଁ ପ୍ରାକୃତ ଜଗତରେ ଯେଉଁ ଲୀଳା ଘଟି ନାହିଁ, ଯେଉଁ ପ୍ରେମ ଲୀଳା ଘଟି ନାହିଁ, ତମେ ସେଇ ଲୀଳାକୁ ପ୍ରେମମୂର୍ତ୍ତି ମୂର୍ତ୍ତି ଧାରଣ କରିକି ବା ଜନ୍ମଲାଭ କରିକି ସେଇ ଲୀଳାକୁ ପ୍ରାକୃତ ଜଗତରେ ସେଇ ଲୀଳାକୁ ବ୍ୟକ୍ତ କରିବା ପାଇଁ, ସେ ଲୀଳା କରିବା ପାଇଁ ଏଠି ରାଧା ଏବଂ ହରିକୁ କୃଷ୍ଣ ଏବଂ ରାଧାଙ୍କୁ ଏଠିରେ ଆବାହନ କରିଛନ୍ତି ଅଭିମନ୍ୟୁ ସାମନ୍ତସିଂହାର। ତେଣୁ ଅପାକୃତ କହିଲେ ଅପ୍ରାକୃତ, ଯେଉଁଟା ପ୍ରାକୃତ ଜଗତରେ ଘଟେ ନଥାଏ। ଅପ୍ରାକୃତ ହେଉଛି କାରଣ ଏଇଟା ହେଉଛି ମତ୍ୟ ଶରୀରର ହେଉଛି ପ୍ରାକୃତ, ପ୍ରକୃତି ପ୍ରାକୃତ ପ୍ରକୃତିରୁ ପ୍ରାକୃତ ହୋଇଛି। ତେଣୁ ଅପ୍ରାକୃତ ହେଉଛି ଅଲୌକିକ, ପ୍ରେମମୂର୍ତ୍ତି ହେଉଛି ପ୍ରେମମୟ ସ୍ୱରୂପ ଧାରଣ କରିବା। ଓ ଅବ୍ୟକ୍ତ ଲୀଳା ଯେଉଁ ଲୀଳା କେବେ ବ୍ୟକ୍ତ କରାଯାଇ ପାରିବ ନାହିଁ କି କେବେ ହୋଇନାହିଁ ସେ ଲୀଳା, ତେଣୁ ଅପ୍ରକାଶିତ ଲୀଳା ହେଲା। ତେଣୁ ରାଧା ଏବଂ କୃଷ୍ଣଙ୍କର ଯେଉଁ ଲୀଳା ଗୋପପୁରରେ ଘଟିଥିଲା, ସେଇ ଲୀଳା କୋଉଠି ବ୍ୟକ୍ତ କରାଯାଇନି ସେଇ ଲୀଳା, ଓକେ, ତାହା ହେଉଛି ଅପ୍ରକାଶିତ ଲୀଳା। ବ୍ୟକ୍ତ କର, ପ୍ରକାଶିତ କର ବା ସେ ଲୀଳାକୁ କରିବା ପାଇଁ, ସେ ଲୀଳା ଖେଳା କରିବା ପାଇଁ। ଅବତାରୀ ହେଉଛି ଅବତାର ଗ୍ରହଣ କରି ବା ଜନ୍ମ ଲାଭ କରି। ଠିକ୍ ଅଛି। ତାହେଲେ ଏଠିରେ କ'ଣ କହୁଛନ୍ତି, ଅପାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରୀ। ତେଣୁ ଏଠିରେ କହୁଛନ୍ତି କି କବି ଅଲୌକିକ ପ୍ରେମର ମୂର୍ତ୍ତିମାନ ରୂପ ଶ୍ରୀରାଧା ଏବଂ କୃଷ୍ଣଙ୍କର ଯୁଗଳ ମୂର୍ତ୍ତିକୁ କବି ଏଠିରେ ଆହ୍ୱାନ କରି କହୁଛନ୍ତି, ହେ ରାଧା, ହେ ଶ୍ରୀକୃଷ୍ଣ ଅର୍ଥାତ୍ ହେ ସର୍ବନିୟନ୍ତା ତୁମ୍ଭର ଜୟ ହେଉ।
କହୁଛନ୍ତି ଅପାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ଜୟ କହୁଛନ୍ତି। ତାହେଲେ ରାଧା ଏବଂ ହରିକୁ ଏଠି କବି ଅଭିମନ୍ୟୁ ସାମନ୍ତସିଂହାର କ'ଣ କହୁଛନ୍ତି ଜୟ ବୋଲି କହୁଛନ୍ତି, ହେଲା ତୁମମାନଙ୍କର ମଙ୍ଗଳ ହେଉ ବୋଲି କହୁଛନ୍ତି। ତେଣୁ ତୁମ୍ଭେ ଏଇ ପୃଥିବୀ ପୃଷ୍ଠକୁ ଆସି ଜଗତରେ ପ୍ରକାଶିତ ହୋଇନଥିବା ସେ ଅପାକୃତ ଲୀଳାକୁ କ'ଣ କରିବ ବ୍ୟକ୍ତ କରିବା ପାଇଁ ବା ପ୍ରକାଶ କରିବା ପାଇଁ ତୁମେ ଅର୍ଥାତ୍ ତୁମେ ଅବତାର ଗ୍ରହଣ କରିକି ସେ ଯେଉଁ ଲୀଳା ପ୍ରକାଶିତ ହୋଇନାହିଁ ପ୍ରକୃତ ଜଗତରେ ସେଇ ଲୀଳାକୁ ପ୍ରକାଶିତ କରିବା ପାଇଁ ତୁମକୁ ଅବତାର ଗ୍ରହଣ କରିବା ଆବଶ୍ୟକ। ତେଣୁ ରାଧା ଏବଂ ହରିଙ୍କୁ ଏହା କହିକି ଅଭିମନ୍ୟୁ ସାମନ୍ତସିଂହାର ବନ୍ଦନା କରିଛନ୍ତି, ତାଙ୍କର ଜୟ ଘୋଷଣା କରିଛନ୍ତି। ଦ୍ୱିତୀୟ ପଦରେ କହୁଛନ୍ତି କ'ଣ ଅନାଦି ଆଦି ଅନାଦି କାରଣ ନିର୍ଗୁଣ ସର୍ଗୁଣ ଆତ୍ମାରମ ସନାତନ ବ୍ରହ୍ମ ନିରୂପଣ ହେ। ଠିକ ଅଛି, ତାହେଲେ ଆଦି ହେଉଛି ମୂଳ ସୃଷ୍ଟିର ମୂଳ ସୃଷ୍ଟି ଯାହାଠାରୁ ତିଆରି ହୋଇଛି, ଆଦି ହେଉଛି ମୂଳ ତତ୍ଵ। ଅନାଦି ହେଉଛି ଯାହାର ମୂଳ ନାହିଁ, ଯାହାର ରୂପ ରେଖ ବର୍ଣ୍ଣ ଚିହ୍ନ କିଛି ନାହିଁ, ଆଦି ଅନାଦି ଯାହାର ମୂଳ। କାରଣ ଭଗବାନଙ୍କର କ'ଣ ହେଉଛି ଆଦି ନାହିଁ କି ମୂଳ ନାହିଁ, କିନ୍ତୁ ତାଙ୍କୁ ବ୍ୟକ୍ତ କରିହେବନି, ସେଥିପାଇଁ ତାଙ୍କର ମୂଳ ନାହିଁ କି ତାଙ୍କର ଆଦି, ସେ ହେଉଛନ୍ତି ଆଦି ଏବଂ ତାଙ୍କର ମୂଳ ତତ୍ଵ ନାହିଁ। କାରଣ କହିଲେ ସୃଷ୍ଟିର କାରଣ ସ୍ରଷ୍ଟା ଉପାଦାନ। ତେଣୁ ଭଗବାନ କ'ଣ କରନ୍ତି ସୃଷ୍ଟିର କାରଣ ପାଇଁ ବିଭିନ୍ନ ପ୍ରକାର କ'ଣ କରିଛନ୍ତି ଜନ୍ମ ଲାଭ କରିଥାନ୍ତି। ଯେମିତି ମତ୍ସ୍ୟ ଅବତାର ନେଲେ, ପୃଥିବୀର ଜଳମଗ୍ନ କରିବା ପାଇଁ ମତ୍ସ୍ୟ ଅବତାର ନେଲେ, ତା ସହିତ ଦେବତାମାନଙ୍କ ପାଇଁ ରାକ୍ଷସମାନଙ୍କ ପାଇଁ ସେ କୁର୍ମ ଅବତାର ନେଲେ, ଧରଣୀ ରାଣୀଙ୍କ ପାଇଁ ସେ ବରାହ ଅବତାର ନେଲେ। ତାହେଲେ ବିଭିନ୍ନ କାରଣ ପାଇଁ ଭଗବାନ କ'ଣ କରୁଛନ୍ତି ବିଭିନ୍ନ ଭିନ୍ନ ଅବତାର ଗ୍ରହଣ କରିଥାନ୍ତେ। ଓକେ, କ'ଣ କରୁଛନ୍ତି ଭିନ୍ନ ଭିନ୍ନ ଅବତାର ଗ୍ରହଣ କରିଛନ୍ତି। ତେଣୁ ସୃଷ୍ଟିର କାରଣ ପାଇଁ ସୃଷ୍ଟିର ଉପାଦାନ ପାଇଁ ସେ ଗ୍ରହଣ କରିଛନ୍ତି। ନିର୍ଗୁଣ କହିଲେ ଆମର ତିନି ଗୋଟି ଗୁଣ ରହିଛି, ଗୋଟେ ହେଲା ସତ୍ୱଗୁଣ, ରଜଗୁଣ, ତମଗୁଣ। ହେଲା ଏଇ ତିନି ଗୁଣ ଅନୁଯାୟୀ ମଣିଷ ପରିଚାଳିତ ହୋଇଥାଏ। ଓକେ, ତେଣୁ ଗୁଣ ଶୂନ୍ୟ। ନିର୍ଗୁଣ କହିଲେ ନିର୍ଗୁଣ ଯାହାର ଗୁଣ ନାହିଁ ବା ନିର୍ଗୁଣ ଯାହା ମଧ୍ୟରେ ଗୁଣ ସତ୍ୱ ରଜ ତମ ଏ ତିନି ଗୋଟି ଗୁଣର କୌଣସି ପ୍ରଭାବ ଘଟେ ନଥାଏ। କାହାଠାରେ ଘଟି ନଥାଏ ଭଗବାନଠାରେ। ମଣିଷ ଠାରେ ତିନି ଗୋଟି ଗୁଣ ଜୀବଜଗତ ଠାରେ ଏଇ ତିନି ଗୋଟି ଗୁଣ ବିଦ୍ୟମାନ ହୋଇଥାଏ, କିନ୍ତୁ ଭଗବାନ ମାନଙ୍କ ପାଖରେ ଏଇ ତିନି ଗୋଟି ଗୁଣ ସେମାନଙ୍କୁ ବଶୀଭୂତ କରିପାରି ନଥାଏ। ସଗୁଣ ହେଉଛି କ'ଣ ଗୁଣଯୁକ୍ତ। ହେଲା, ତାହେଲେ ଭଗବାନଙ୍କୁ ଇଣ୍ଡିକେଟ କରୁଛନ୍ତି କି ତମେ ଯେତେବେଳେ ଅବତାର ନ ଗ୍ରହଣ କରିବା ପୂର୍ବରୁ ତମକୁ ଏଇ ତିନି ଗୋଟି ଗୁଣ, ତମେ ହେଉଛନ୍ତି ନିର୍ଗୁଣ ଅଟ, କିନ୍ତୁ ଅବତାର ଗ୍ରହଣ ପରେ ତମକୁ ଏଇ ତିନି ଗୋଟି ଗୁଣ ଯୁକ୍ତ ହେବ ତମାନେ। ଓକେ, ତାହେଲେ ଏଠି କହୁଛନ୍ତି ପଦ୍ମର ଆତ୍ମାରାମ କହିଲେ ଆତ୍ମାରାମ ତାହେଲେ ଯିଏ ନିଜ ଆତ୍ମାରେ ରମଣ କରେ, ଯିଏ ଆନନ୍ଦମୟ ଅଟେ। ଓକେ, ସନାତନ କହିଲେ ସନାତନ ଯାହା ଅସ୍ତିତ୍ୱ ସ୍ୱୀକୃତ, ଯାହା ଚିରନ୍ତନ ରହିଛି, ସୃଷ୍ଟିର ଆରମ୍ଭରୁ ଏପର୍ଯ୍ୟନ୍ତ ଯାହାର ସ୍ଥିତି ରହିଛି ତାକୁ ଆମେ ଚିରନ୍ତନ ବୋଲି କହୁଛନ୍ତି, ତାର ଅସ୍ତିତ୍ୱ ରହିଛି। ଓକେ, ବ୍ରହ୍ମ ନିରୂପିତ କରିବା ବା ନିର୍ଦ୍ଧାରଣ କରିବା। ହେଲା, ବ୍ରହ୍ମ ରୂପରେ ନିରୂପିତ, ତେଣୁ ଭଗବାନ ହେଉଛନ୍ତି ବ୍ରହ୍ମ ରୂପରେ କ'ଣ ହୋଇଛନ୍ତି ନିରୂପିତ ହୋଇ ଅଛନ୍ତି। ଓକେ, ଆମେ ତାକୁ ବ୍ରହ୍ମ ବୋଲି ଆମେ କହୁଛନ୍ତି। ତାହେଲେ ଏଠିରେ ଏଇ ପଦରେ ସେ କହୁଛନ୍ତି ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ। ତେଣୁ ଏଠିରେ ଅଭିମନ୍ୟୁ ସାମନ୍ତସିଂହାର କହୁଛନ୍ତି ହେ ପ୍ରଭୁ, ଆପଣ ସୃଷ୍ଟିର ମୂଳ ଆଧାର ଅଟନ୍ତି ଏବଂ ଆପଣଙ୍କର ଆଦି ନାହିଁ କି ଅନ୍ତ ନାହିଁ। ଆପଣଙ୍କର ଆଦି ନାହିଁ କି ଅନ୍ତ ନାହିଁ, ଆପଣ ଉତ୍ପତ୍ତି ରହିତ, ଆପଣ ହେଉଛନ୍ତି ସୃଷ୍ଟିର କାରଣ। ହେଲା, ଆପଣ ହେଉଛନ୍ତି ସଂସାର ସୃଷ୍ଟି କରିବାର ପ୍ରଥମ ମୂଳ ତତ୍ଵ ଅଟ, କାରଣ ଭଗବାନଙ୍କ ଠାରୁ ସବୁ ସଂସାରର ସବୁ ଗୁଡ଼ିକ ନିର୍ମାଣ କରାଯାଇଛି। ହେଲା, ଭଗବାନ ଆସିଛନ୍ତି, ବ୍ରହ୍ମା ଆସିଛନ୍ତି, ତା ନାଭି କମଳ ତିଆରି ହୋଇଛି। ତେଣୁ ସବୁ ସ୍ଥାନ ଏଠିରେ ସେ କହୁଛନ୍ତି କି ଆପଣ ହେଉଛନ୍ତି ସଂସାରର ସୃଷ୍ଟି କରିବାର ପ୍ରଥମ ଉପାଦାନ ଅଟ, ସ୍ରଷ୍ଟା ସୃଷ୍ଟିର ପ୍ରଥମ, ଆପଣ ହେଉଛନ୍ତି ସ୍ରଷ୍ଟା ଅଟନ୍ତି। ହେଲା, ଏବଂ ଆପଣ କ'ଣ କରନ୍ତି ନିର୍ଗୁଣ ସଗୁଣ, ଅର୍ଥାତ୍ କାରଣ ସତ୍ୱ ରଜ ତମ ଗୁଣ ବର୍ଜିତ ପରମାତ୍ମାଙ୍କ ଠାରେ ଏ ତିନି କୋଟି ଗୁଣ ତମ ଠାରେ ପ୍ରବେଶ କରିପାରିନଥାଏ। ଏଇ ତିନି କୋଟି ଗୁଣର ପ୍ରଭାବ ତମକୁ କିଏ କ'ଣ କରୁଛ
କ୍ଲାସ୍ କର ତୁମକୁ କିଏ କହୁଛ ବିରକ୍ତ କର ପାଠ ପଢ଼ ତାହେଲେ କ'ଣ କହୁଛନ୍ତି ତେଣୁ ସତ୍ଵ ରଜ ତମ ଏଇ ତିନି ଗୁଣ ବର୍ଜିତ ଅଟ ତମଠାରେ ଏଇ ତିନି ଗୁଣର ଯେବେ ସତ୍ଵ ଗୁଣରେ ମଣିଷ ଶାନ୍ତ ଭଗବାନଙ୍କର ଆରାଧନା କରିଥାଏ ହେଲା ରଜଗଣରେ ଯେମିତି ରାଜାମାନଙ୍କର ବିଳାସ ବ୍ୟସନ ଜୀବନଯାପନ ହୋଇଥାଏ ହେଲା ତମ ଗୁଣରେ ରାକ୍ଷସ ପ୍ରଭୃତି ଗୁଣ ଗୁଡ଼ିକ ଥାଏ ତେଣୁ ଏଇ ତିନି ଗୋଟି ଗୁଣର ତମ କୌଣସି ଗୁଣ ତମ ମଧ୍ୟରେ ପ୍ରବେଶ କରିପାରିନଥାଏ ତମେ ଏଇ ତିନି ଗୁଣରୁ ତମେ ତାକୁ ବର୍ଜିତ କରିଦେଇଥାଅ ତୁମେ କ'ଣ ହୋଇଥାଏ ବର୍ଜିତ ଅଟ ଏବଂ ପରମବ୍ରହ୍ମ ଅବସ୍ଥାରେ ଗୁଣ ଶୂନ୍ୟ ଅଟ ତମେ ଯେତେବେଳେ ପରମବ୍ରହ୍ମ ହୋଇଯାଅ ସେତେବେଳେ ତମ ମଧ୍ୟରେ ଏଇ ତିନି ଗୋଟି ଗୁଣ ଶୂନ୍ୟ ହୋଇଯାଇଥାଏ ଏବଂ ଆପଣ ନିଜେ ହେଉଛନ୍ତି ଆନନ୍ଦମୟ ଅଟ ତେଣୁ ନିଜେ ନିଜ ଭିତରେ କ୍ରୀଡ଼ା ବା ଲୀଳା କରନ୍ତି କିପରି ଲୀଳା କରନ୍ତି ଯେମିତି ଭଗବାନ କ'ଣ କରନ୍ତି ସୃଷ୍ଟି ତିଆରି କରନ୍ତି ଏବଂ ସୃଷ୍ଟି ନିଜେ ମଧ୍ୟ ଗ୍ରାସ କରିକି ନଷ୍ଟ କରିଦିଅନ୍ତି ଯେପରି ରହିଛି ଯେମିତି ଗୋଟେ ବୁଢ଼ିଆଣୀ କ'ଣ ହୁଏ ରାତିରେ କ'ଣ ହୁଏ ନିଜର ଯେଉଁ ବସା ତିଆରି କରିଥାଏ ହେଲା ନିଜ ଭିତରୁ ସୂତାକିଅ ତିଆରି କରି କ'ଣ କରିଥାଏ ତିଆରି କରିଥାଏ ଏବଂ ସକାଳ ହେବା ପୂର୍ବରୁ ସେ କ'ଣ କରିଥାଏ ତାକୁ ସେ ଯେଉଁ କହନ୍ତି ତା ଯେଉଁ ସୂତା ଗୁଡ଼ିକୁ ସେ ନିଜେ ଉଦରରେ ତାକୁ ଧାରଣ କରିଥାଏ ସେଇଭଳି ଭଗବାନ କ'ଣ କରିଥାନ୍ତି ନିଜ ହୃଦୟରୁ ସୃଷ୍ଟି ତିଆରି କରିଥାନ୍ତି ଏବଂ ପ୍ରଳୟ କରିକି ନିଜ ହୃଦୟରେ ପୁଣି ତାକୁ ସମାହିତ କରିଦେଇଥାନ୍ତି ପୁଣି ତାଙ୍କର ଇଚ୍ଛା ହେଲେ ପୁଣି ସୃଷ୍ଟି ପୁଣି ତିଆରି କରିଥାନ୍ତି ତେଣୁ ଭଗବାନ କ'ଣ କରନ୍ତି ହେଉଛନ୍ତି ନିଜେ ଆନନ୍ଦମୟ ଅଟନ୍ତି ଓକେ ଏବଂ ନିଜେ ଭିତରେ ସେମାନେ କ୍ରୀଡ଼ା ଏବଂ ଲୀଳା ତିଆରି କରିଥାନ୍ତି ଏବଂ ଆଉ କ'ଣ କହୁଛନ୍ତି ତମ ହେଉଛନ୍ତି ଆତ୍ମାରାମ ସନାତନ ସ୍କ୍ରିନ୍ଟା ଅଛି ଦେଖାଉନ ଏବେ ଦେଖାହେଲା ତମର ମୋବାଇଲଟା ପ୍ରୋବ୍ଲେମ୍ କରୁଛ ମୋବାଇଲ ଚଲେଇ ଶିଖିନ ତାହେଲେ କହୁଛନ୍ତି ଆପଣ ଏଇଠି କହୁଛନ୍ତି ଆତ୍ମାରାମ ସନାତନ ହେଉଛି ଚିରନ୍ତନ ହେଲା ଆପଣ ହେଉଛନ୍ତି ଚିରନ୍ତନ ଏବଂ ସୃଷ୍ଟିର ସଜନା ଠାରୁ ଆଜି ପର୍ଯ୍ୟନ୍ତ ଆପଣ ହେଉଛନ୍ତି ବିଦ୍ୟମାନ ରହିଛନ୍ତି ଏବଂ ଆପଣଙ୍କର ବିଲୟ ନାହିଁ ତେଣୁ ଯେତେବେଳେ ଠାରୁ ସୃଷ୍ଟିର ଆରମ୍ଭ ହୋଇଛି ତମେ ସେବେଠାରୁ ହିଁ ରହିଛ କାରଣ ତମଠାରୁ ସୃଷ୍ଟିର ଯେହେତୁ ଉତ୍ପତ୍ତି ଘଟିଛି ତେଣୁ ଭଗବାନଙ୍କର ଅସ୍ତିତ୍ୱ କେବେ କ୍ଷୟ ହୋଇପାରେ କି ତାଙ୍କର କେବେ ବିଲୟ ଘଟିପାରେ କି ବିଲୟ ଘଟିପାରେ ସେଥିପାଇଁ ଏଠି କବି ଅଭିମନ୍ୟୁ ସମସ୍ତେ କହୁଛନ୍ତି କି ସୃଷ୍ଟି ଯେହେତୁ ସଜନା ତୁମଠାରୁ ଘଟିଛି ତେଣୁ ଆପଣ ସେବେଠାରୁ ବିଦ୍ୟମାନ ହେଉଛନ୍ତି ଏବଂ ଆପଣଙ୍କର କେବେ ବିଲୟ ଘଟେ ନାହିଁ ଏବଂ ଆପଣ ହେଉଛନ୍ତି ବ୍ରହ୍ମ ନିରୂପଣ ତେଣୁ ଆପଣ ହେଉଛନ୍ତି ବ୍ରହ୍ମ ଏବଂ ତତ୍ତ୍ୱ ଏବଂ ଆପଣ ହେଉଛନ୍ତି ସ୍ରଷ୍ଟାର ମୂଳ ଆଧାର ଅଟନ୍ତି ତେଣୁ ଆପଣ ବ୍ରହ୍ମ ରୂପରେ ନିରୂପିତ ବା ନିର୍ଣ୍ଣିତ ହୁଅନ୍ତି ଆପଣଙ୍କୁ ବ୍ରହ୍ମ ବୋଲି କୁହାଯାଏ ତେଣୁ ଏଠି କହୁଛନ୍ତି ହେ ପ୍ରଭୁ ଆପଣ ବ୍ରହ୍ମ ତେଣୁ ଆପଣଙ୍କର ଅଙ୍ଗ ପ୍ରଭ ହୋଇଥିବାରୁ ଆପଣ ହିଁ ପରମ ବ୍ରହ୍ମ ରୂପରେ ତତ୍ତ୍ୱଜ୍ଞାନୀ ବା ପଣ୍ଡିତ ବ୍ୟକ୍ତିମାନଙ୍କ ଦ୍ୱାରା ଆପଣ କ'ଣ ହେଉଛନ୍ତି ନିରୂପିତ ହୋଇଛନ୍ତି ବା ବ୍ୟକ୍ତ ହୋଇଛନ୍ତି ତେଣୁ କହୁଛନ୍ତି ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ଆତ୍ମାରମ ସନାତନ ବ୍ରହ୍ମ ନିରୂପଣ ହେ ତାପରେ ହେଉଛି 3 ନମ୍ବର ପଦରେ କ'ଣ କହୁଛନ୍ତି ତେଣୁ କହୁଛନ୍ତି ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହିଜେ ଈଶ୍ୱର କହିଲେ ଈଶ୍ୱର ହେଇଯାଏ ଯିଏ ହେଉଛି ଜଗତର କର୍ତ୍ତା ଅଟନ୍ତି ଯିଏ ସ୍ରଷ୍ଟା ଅଟନ୍ତି ତାକୁ ଆମେ ଈଶ୍ୱର ବୋଲି କହିପାରିବା ତେଣୁ ଏଠିରେ ଭଗବାନଙ୍କୁ କ'ଣ କହୁଛନ୍ତି ଈଶ୍ୱର ସହିତ ତୁଳନା କରୁଛନ୍ତି ତେଣୁ ଭଗବାନ ହେଉଛନ୍ତି ଜଗତର କର୍ତ୍ତା ଅଟନ୍ତି ସ୍ରଷ୍ଟା ଅଟନ୍ତି ପାଳନକର୍ତ୍ତା ଅଟନ୍ତି ସଂହାରକର୍ତ୍ତା ଅଟନ୍ତି ସେଥିପାଇଁ ଜଗତର କର୍ତ୍ତା ଅଟନ୍ତି ତେଣୁ ସ୍ୱତନ୍ତ୍ର ହେଉଛି ସ୍ୱତନ୍ତ୍ର ନିଜ ଇଚ୍ଛାଧୀନ ନିଜ ଇଚ୍ଛାରେ ନିଜ ଇଚ୍ଛାଧୀନ ସ୍ୱୟଂ ଭଗବାନ ତୁମେ ନିଜ ଭଗବାନ ଏଠିରେ ଭଗବାନ ହେଉଛନ୍ତି ନିଜେ କିଏ ଇଚ୍ଛାମୟ ହେଉଛି ନିଜ ଇଚ୍ଛାରେ ଯେ ଲୀଳା କରନ୍ତି ଇଚ୍ଛାମୟ ନିଜ ଇଚ୍ଛାରେ ଭଗବାନ ନିଜ ଇଚ୍ଛାରେ ସୃଷ୍ଟି ତିଆରି କରନ୍ତି ସୃଷ୍ଟି ମଧ୍ୟ ବିଲୀନ କରିଦିଅନ୍ତି
ସର୍ବଶକ୍ତିମନ୍ତ ମାନେ ସମସ୍ତଙ୍କ ଶକ୍ତିର ଯିଏ ଆଧାର ଅଟନ୍ତି ତାକୁ ଆମେ ସର୍ବଶକ୍ତିବନ୍ତ ବୋଲି ବ୍ୟକ୍ତି ବୋଲି ଆମେ କହିପାରିବା। ତେଣୁ ଭଗବାନ ହେଉଛନ୍ତି ସର୍ବଶକ୍ତିବନ୍ତ। ଆଉ କ'ଣ କହୁଛନ୍ତି ତତ୍ତ୍ୱବିହି ଯିଏ ପଞ୍ଚବିଂଶତି ତତ୍ତ୍ୱକୁ ବିଧାନ କରିଛନ୍ତି ହେଲା। ଯେମିତି ଆମର ଯେମିତି 25 ମନ 25 ପ୍ରକୃତି, 5 ମନ 25 ପ୍ରକୃତି, ବିଭିନ୍ନ ପ୍ରକାର ତତ୍ତ୍ୱ ଗୁଡ଼ିକୁ ଭଗବାନ କ'ଣ କରିଛନ୍ତି ବିଧାନ କରିଛନ୍ତି, ନିୟମ କରିଛନ୍ତି ହେଲେ ଯେଉଁଟା ଆମେ ଦେଖିବାକୁ ପାଇପାରିବା। ଏଠି କ'ଣ କହୁଛନ୍ତି ଶବ୍ଦ ଗୁଡ଼ିକ ସରଳତାରେ ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହିଜେ। ତେଣୁ କହୁଛନ୍ତି ଏଥିରେ ଅଭିମନ୍ୟୁ ସମସ୍ତେ କହୁଛନ୍ତି ହେ ପ୍ରଭୁ ଆପଣ 14 ଭୁବନର ଈଶ୍ୱର ଅଟନ୍ତି ବା ସ୍ରଷ୍ଟା ଅଟନ୍ତି, ପ୍ରଭୁ ଅଟନ୍ତି ଏବଂ ଆପଣଙ୍କ ପାଖରେ ବ୍ରହ୍ମାଣ୍ଡର ଚେତନା ଶକ୍ତି ରହିଛି। କାରଣ ଭଗବାନ ରହିଛନ୍ତି ବୋଲି ସୃଷ୍ଟି ପରିଚାଳିତ ହୋଇଛି ହେଲା। ସୃଷ୍ଟିରେ ସୂର୍ଯ୍ୟ ରହିଛନ୍ତି, ଚନ୍ଦ୍ର ରହିଛନ୍ତି, ଗ୍ରହ ନକ୍ଷତ୍ର ରହିଛନ୍ତି, ଦିନ ରାତି ହେଉଛି, ଜୀବଜଗତ ସମସ୍ତେ ତମଠାରୁ ଶକ୍ତି ପାଉଛନ୍ତି। ଭଗବାନଙ୍କ ଯଦି ନଥାନ୍ତେ ତାହେଲେ ସୃଷ୍ଟି କ'ଣ ଅଗ୍ନି, ବାୟୁ, ଜଳ ଏମାନଙ୍କର କ'ଣ କ୍ରିୟାଶୀଳତା ଘଟିଥାନ୍ତେ? ତାଙ୍କଠାରୁ ଏମାନେ ଶକ୍ତି ଆଣିକି ନିଜର କ୍ରିୟାଶୀଳ କରିଛନ୍ତି। ତେଣୁ ଆପଣ ହେଉଛନ୍ତି ବ୍ରହ୍ମାଣ୍ଡର ନିୟନ୍ତା ଏବଂ ଚେତନା ଶକ୍ତିର ସ୍ରଷ୍ଟା ଅଟନ୍ତି। ତେଣୁ ଆପଣ କାହାର ବଶ ନୁହନ୍ତି, ଏ ହେଉଛନ୍ତି ସ୍ୱତନ୍ତ୍ର। ଈଶ୍ୱର ହେଉଛନ୍ତି ସ୍ୱତନ୍ତ୍ର, ତେଣୁ ଏହା କାହାର ବଶ ନୁହନ୍ତି। ତେଣୁ ପ୍ରକୃତିର ନିୟନ୍ତ୍ରଣାଧୀନ। ତେଣୁ ଭଗବାନ ଯେତେ ପ୍ରକୃତି ଦ୍ୱାରା ନିୟନ୍ତ୍ରଣାଧୀନ ହୋଇଥାଏ, ତେଣୁ ପ୍ରକୃତିକୁ ନିୟନ୍ତ୍ରଣ କରିଥାନ୍ତି। ତେଣୁ ଇଏ ପ୍ରକୃତି ଭଗବାନଙ୍କୁ ନିୟନ୍ତ୍ରଣ କରିନଥାନ୍ତି, ଭଗବାନ ପ୍ରକୃତିକୁ ନିୟନ୍ତ୍ରଣାଧୀନ କରିଥାନ୍ତି। ତେଣୁ ପ୍ରକୃତିର ନିୟନ୍ତ୍ରଣାଧୀନ ନୁହନ୍ତି ସେ। କାରଣ ଦେଖିବ ଆମେ ଯେତେବେଳେ ଜନ୍ମ ଲାଭ କରୁଛେ ଆମେ ପ୍ରକୃତି ଅନୁଯାୟୀ ଜନ୍ମ ଲାଭ କରୁଛନ୍ତି, କିନ୍ତୁ ଭଗବାନ ଯେତେବେଳେ ଜନ୍ମ ଲାଭ କରୁଛନ୍ତି ନିଜର ମାୟା ବିସ୍ତାର କରିକି ପ୍ରକୃତିକୁ ନିଜର ବଶୀଭୂତ କରିକି ସେ ଜନ୍ମ ଲାଭ କରେ। ଯେମିତି ଶ୍ରୀକୃଷ୍ଣ ଜନ୍ମ ଲାଭ କଲେ ଯେତେବେଳେ ମଥୁରାପୁରରେ, ସେ ପ୍ରକୃତିକୁ ନିଜ ମାୟାକୁ ନିଜ ମଧ୍ୟରେ ତାକୁ ଝରିକି ଜନ୍ମ ଲାଭ କରିଥିଲେ। ସେଥିପାଇଁ ତାଙ୍କ ମଧ୍ୟରେ ମାୟାର ପ୍ରବେଶ ଘଟିନଥାଏ। ତେଣୁ ପ୍ରକୃତିର ନିୟନ୍ତ୍ରଣାଧୀନ ସେ ନୁହନ୍ତି, କିନ୍ତୁ ମଣିଷ ହେଉଛନ୍ତି ପ୍ରକୃତିର ନିୟନ୍ତ୍ରଣାଧୀନ ହେଲା। ତେଣୁ ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଅଟନ୍ତି। ତେଣୁ ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ଅଟେ। ତେଣୁ ଈଶ୍ୱର ହେଉଛନ୍ତି, ତେଣୁ ସେ ହେଉଛନ୍ତି ସ୍ୱତନ୍ତ୍ର ଏବଂ ସେ ହେଉଛନ୍ତି ଭଗବାନ। ତେଣୁ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଏବଂ ସେ ହେଉଛନ୍ତି ସର୍ବଜୀବ ଅଟନ୍ତି। ତେଣୁ ତାଙ୍କଠାରେ ସେ କାହାର ବଶ ନୁହନ୍ତି କି ସେ ପ୍ରକୃତିର ନିୟନ୍ତ୍ରଣାଧୀନ ନଥାନ୍ତି। ତେଣୁ ସେ କ'ଣ କରନ୍ତି? ଇଚ୍ଛାମୟରେ ନିଜ ଇଚ୍ଛାମୟରେ ସେ ଲୀଳାଖେଳା କରନ୍ତି ଏବଂ ସେ ହେଉଛନ୍ତି ସର୍ବଶକ୍ତିବନ୍ତ ଏବଂ ସେ 50 ତତ୍ତ୍ୱ ବିଧାନ ସେ ନିର୍ମାଣ କରିଛନ୍ତି। ତେଣୁ ସଂସାରରେ ଯେତିକି ରହିଛି ଜୀବ ଜଗତ ଠାରୁ ଆରମ୍ଭ କରି କୀଟ ପତଙ୍ଗ ବୃକ୍ଷ ସମସ୍ତେ ସ୍ଥାବର ଜଙ୍ଗମ ଶରୀର ମଧ୍ୟରେ ସେ କ'ଣ କରିଛନ୍ତି? ସେ ବିଦ୍ୟମାନ ଅଟନ୍ତି। ସେ ଲୀଳାକ୍ରୀଡ଼ା କରି ପ୍ରକଟିତ ହୋଇଥାନ୍ତି ଏବଂ ଆପଣ ସ୍ୱୟଂ ପ୍ରଭୁ ନାରାୟଣ ଶ୍ରୀକୃଷ୍ଣ। ତେଣୁ ଜ୍ଞାନ ଯଶ ଶ୍ରୀ ବୈରାଗ୍ୟ ସୌନ୍ଦର୍ଯ୍ୟ ସୌଭାଗ୍ୟ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଆଧାର ଏହିସବୁ ଗୁଡ଼ିକ ହେଉଛନ୍ତି ତତ୍ତ୍ୱ ଗୁଡ଼ିକ। ତେଣୁ ଭଗବାନ ହେଉଛନ୍ତି ଜ୍ଞାନର ଆଧାର, ବୈରାଗ୍ୟ ଶ୍ରୀ ପ୍ରଦାନ କରନ୍ତି, ଯଶ ସୌନ୍ଦର୍ଯ୍ୟ ସୌଭାଗ୍ୟ ହେଲା ପ୍ରଭୃତି ଅଣିମା ଆଦି ଅଷ୍ଟ ଐଶ୍ୱର୍ଯ୍ୟ ଯୁକ୍ତ ବିଧାନ କରିଛନ୍ତି। ତାଙ୍କ ପାଖରେ ଏସବୁ ଗୁଡ଼ିକ ମିଳିପାରିବ। ତେଣୁ ସେ ହେଉଛନ୍ତି ଇଚ୍ଛାମୟ। ତେଣୁ ସେ ନିଜ ଇଚ୍ଛାରେ ଲୀଳା କରନ୍ତି, ସେ ହିଁ ସ୍ୱୟଂ ପରମ ବ୍ରହ୍ମ। ତେଣୁ ଏଠିରେ ସେଇ କଥା ବର୍ଣ୍ଣନା କରିଛନ୍ତି। ଯେମିତି ବୁଢ଼ିଆଣୀର ବର୍ଣ୍ଣନା ଏଠି ଦେଇଛନ୍ତି, ଯେମିତି ବୁଢ଼ିଆଣୀ ନିଜ ଇଚ୍ଛାରୁ ସୂତା କାଢ଼ି ଜାଲ ବୁଣି ଯେଭଳି ଭାବରେ ନିଜେ ଖେଳିଥାଏ, ସେଭଳି ଭଗବାନ ସ୍ୱତନ୍ତ୍ର ଅଟନ୍ତି। ତେଣୁ ନିଜ ଇଚ୍ଛାରେ ସେ ଲୀଳା କରନ୍ତି ଏବଂ ସେ କ'ଣ କରନ୍ତି? ସମସ୍ତଙ୍କୁ କ୍ରୋଧିତ କରନ୍ତି, ଶାନ୍ତ କରନ୍ତି। ନିଜ ଇଚ୍ଛା ଯେମିତି ପାଣ୍ଡବମାନଙ୍କୁ କୌରବମାନଙ୍କୁ କ'ଣ କଲେ? ଧର୍ମ ଶିକ୍ଷା ଦେଲେ ଏବଂ ଧର୍ମର ବିଜୟ କରିବା ପାଇଁ କେତେ ସଂଘର୍ଷ କରିଛନ୍ତି। ତେଣୁ ସିଏ ହେଉଛନ୍ତି ସୃଷ୍ଟିର ତିଆରି କରେ, ତାଙ୍କ ଦ୍ୱାରା ସୃଷ୍ଟି ତିଆରି ହୋଇଥାଏ ଏବଂ ତାଙ୍କ ଦ୍ୱାରା ସୃଷ୍ଟିର ବିଲନ ଘଟିଥାନ୍ତି। ତେଣୁ ସେ ଲୀଳା ଖେଳା କରିଥାନ୍ତି ଏବଂ ନିଜେ ସେ ଲୀଳାରେ କ୍ରୀଡ଼ା ଭାବରେ ଅବତୀର୍ଣ୍ଣ ହୋଇଥାନ୍ତି ଏବଂ ନିଜେ ମଧ୍ୟ ସେଠି ରୁହନ୍ତି, ଯେଉଁଠି ଆମେ ଦେଖିବାକୁ ପାଇପାରିବା। ତେଣୁ ଆପଣ ହେଉଛନ୍ତି ସକଳ ଶକ୍ତିର ଆଧାର ଅଟନ୍ତି। ତେଣୁ ସମସ୍ତ ଶକ୍ତି ଆପଣଙ୍କ ଠାରୁ ସୃଷ୍ଟି ହୋଇଛି।
ତେଣୁ ହେ ପ୍ରଭୁ ଶ୍ରୀକୃଷ୍ଣ ଆପଣ ସମସ୍ତ ତତ୍ଵର ବା ବିଧାନ ତୁମେ ତିଆରି କରିଛ। ସବୁ ରହିଛି ପଢ଼ିଦେବ ତୁମେ ସବୁ ଅଛି। ତାପରେ 4 ନମ୍ବର ପଦରେ କଣ କହୁଛନ୍ତି? ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ଇଷ୍ଟ ଅଭିଷ୍ଟଦ ଦୟାନିଧି ଭାବଗ୍ରାହୀ ହେ। ଈଶ କହିଲେ ଈଶ୍ୱର, ଈଶ ହେଉଛି ଈଶ୍ୱର ବା ମହାଦେବ ଆମେ କହିପାରିବା। ଶେଷାଦି, ଶେଷ ହେଲେ ଶେଷନାଗ ବାସୁକି, ଏ ସବୁଟା ଶ୍ରେଷ୍ଠ ସାପ ସର୍ପ ମାଧ୍ୟମରେ ସବୁଟା ଶ୍ରେଷ୍ଠ ସାପ ହେଉଛନ୍ତି ଶେଷ ନାଗ ଅଟନ୍ତି। ତେଣୁ ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି, ସେବକ ହେଉଛି ସେବାକାରୀ, ମାନେ ଯିଏ ସେବା ଦିଅନ୍ତି ଆମେ ତାକୁ ସେବାକାରୀ ବୋଲି କହିବା ହେଲା। ସେବ୍ୟ ହେଉଛି ସେବା କରନ୍ତି, ସେବକ ସେବ୍ୟ, ସେବ୍ୟ ହେଉଛି ସେବା ପ୍ରଦାନ କରିବା, ଜଣେ ହେଉଛି ସେବାକାରୀ ଏବଂ ତାର ସେବା ହେଉଛି ସେବ୍ୟକୁ ସେବା କରିବା। ତେଣୁ ଏକା ହେଉଛି ଏକମାତ୍ର, ତୁଇ ହେଉଛି ତୁମେ, ଇଷ୍ଟ ହେଉଛି ଅଭିଳଷିତ, ଇଷ୍ଟ ପ୍ରଦାତ। ଆମେ ଯେଉଁ ଇଷ୍ଟ କହୁଛନ୍ତି ଆମର ଯେଉଁ ଇଚ୍ଛା, ଇଷ୍ଟ ଅଭିଳାଷିତ, ଇଚ୍ଛା ଅଭିଳାଷିତ ମନସ୍କାମନା। ଅଭିଷ୍ଟଦ ହେଉଛି ସେ ଇଚ୍ଛା କାମନା ପୂରଣ କରନ୍ତି। ଅଭିଷ୍ଟଦ ଫଳ ପ୍ରଦାନ କର, ଭଗବାନ କ'ଣ କରନ୍ତି? ମନୁଷ୍ୟମାନଙ୍କର ଅଭିଷ୍ଟଦ ଫଳ ପ୍ରଦାନ କରନ୍ତି। ଅର୍ଥାତ୍ ସେମାନେ ଯାହା ଇଚ୍ଛା କରିଛନ୍ତି ବ୍ୟକ୍ତିମାନେ ତାଙ୍କର ଇଚ୍ଛା ଅନୁଯାୟୀ ତାଙ୍କର କାମନା ପୂର୍ଣ୍ଣ କରିଥାନ୍ତି। ଦୟାନିଧି ହେଉଛି ଦୟା ରୂପକ ସାଗର, ସେଥିପାଇଁ ଦୟା ରୂପକ ସାଗରର ଯେ ନିଧି କିଏ ଅଛନ୍ତି? ଭଗବାନ ଅଟନ୍ତି। ଭାବଗ୍ରାହୀ, ଭକ୍ତର ଭାବକୁ ଯିଏ ଗ୍ରହଣ କରନ୍ତି, ସେ ଭାବର ଦେବତା ଅଟନ୍ତି ଭଗବାନ, ତେଣୁ ସେ ଭକ୍ତର ଭାବକୁ ଗ୍ରହଣ କରିଥାନ୍ତି। ତେଣୁ ଏହି ପଦରେ କ'ଣ କହୁଛନ୍ତି? ତେଣୁ ଇଷ୍ଟ ଶେଷାଦି ସେବକ ସେବ୍ୟ ଏକା ତୁହି କଣ ଈଶ, ତେଣୁ କହୁଛନ୍ତି ହେ ଭଗବାନ, ହେ ଶ୍ରୀକୃଷ୍ଣ, ତେଣୁ ଦେବଦେବ ମହାଦେବ ଏବଂ ଶେଷ ଦେବ ରହିଛନ୍ତି ଅନନ୍ତ ବାସୁକି ଏବଂ ଅନ୍ୟାନ୍ୟ ଦେବତାମାନେ ଆପଣଙ୍କର ସେବକ ଅଟନ୍ତି। ଆପଣ ସମସ୍ତଙ୍କର ପୂଜ୍ୟ ଅଟନ୍ତି। ଆପଣଙ୍କୁ ସମସ୍ତେ ପୂଜା କରନ୍ତି ଏବଂ ଆପଣ ସମସ୍ତଙ୍କର ଅଭିଳାଷକୁ ପୂରଣ କରିଥାନ୍ତି। ତାହେଲେ ଏଠିରେ କ'ଣ କହୁଛନ୍ତି? ମହାଦେବ ଏବଂ ଶେଷଦେବ ବା ବାସୁକି ଏବଂ ଅନେକ ଯେଉଁ ଦେବତାମାନେ ରହିଛନ୍ତି ସମସ୍ତଙ୍କର ଆପଣ ପୂଜ୍ୟ ଅଟନ୍ତି। ତ ସମସ୍ତେ ଆପଣଙ୍କୁ କ'ଣ କରନ୍ତି? ପୂଜା କରନ୍ତି। ତେଣୁ ତମେ ହେଉଛନ୍ତି ଏକ ଅଟ, ତେଣୁ ଆପଣ ହିଁ ଏକ ହେଲା। ତେଣୁ ତୁମେ ସମସ୍ତଙ୍କର ପୂଜନୀୟ ଅଟ, ସମସ୍ତେ ତୁମକୁ ପୂଜା କରନ୍ତି। ତେଣୁ ଆଉ କ'ଣ କରନ୍ତି? ତମେ ଇଷ୍ଟ ଅଭିଷ୍ଟଦ, ତେଣୁ ସମସ୍ତଙ୍କର ଯେଉଁ ଅଭିଳାଷିତ ଯେଉଁ ମନସ୍କାମନା ଆପଣ କ'ଣ କରନ୍ତି? ପୂର୍ଣ୍ଣ କରନ୍ତି। ଆପଣ ହେଉଛନ୍ତି ଦୟାର ସାଗର ଏବଂ ଆପଣ ଭକ୍ତମାନଙ୍କ ଠାରୁ ଭାବକୁ ଗ୍ରହଣ କରିଥାଅ। ତେଣୁ କହୁଛନ୍ତି ଆପଣ ସମସ୍ତଙ୍କର ଅଭିଳାଷର ପୂରଣକାରୀ ଅଟ। ତେଣୁ ଆପଣଙ୍କର କରୁଣା ନ ପାଇଲେ କୌଣସି ଦେବତା ବିଶ୍ୱ ବ୍ରହ୍ମାଣ୍ଡର ଜୀବଙ୍କର ଅଭିପ୍ସା ପୂରଣ କରିପାରନ୍ତି ନାହିଁ। ତେଣୁ ଆପଣ ହେଉଛନ୍ତି ଦୟାର ସାଗର ଏବଂ ଯେପରି ଅଥଳ ଜଳରେ ରହିଛି, ଆପଣଙ୍କର ହୃଦୟ ତାହାଠାରୁ ଅଧିକ ପରିମାଣରେ ଦୟାରେ ପରିପୂର୍ଣ୍ଣ ହୋଇକି ଅଛି। ତେଣୁ ଆପଣ ଭକ୍ତର ଭାବ ବା ଭକ୍ତର ଆବେଗକୁ ଗ୍ରହଣ କରିଥିବାରୁ ଆପଣଙ୍କୁ ଭାବଗ୍ରାହୀ ରୂପରେ କ'ଣ କରୁଛନ୍ତି? ପରିଚିତ କରାଯାଉଛି। ତେଣୁ ଅଭିମନ୍ୟୁ ସମସ୍ତଙ୍କର ଭଗବାନଙ୍କୁ ଏହି କଥା ବର୍ଣ୍ଣନା କରୁଛନ୍ତି, ତାଙ୍କ ବିଷୟରେ ତାଙ୍କର ସ୍ୱରୂପ କିପରି ବର୍ଣ୍ଣନା କରୁଛନ୍ତି। ତାପରେ ହେଉଛି 5 ନମ୍ବର ପଦରେ କ'ଣ କହୁଛନ୍ତି? ଉତ୍ପତ୍ତି ପାଳନାନ୍ତ ତ୍ରୁଭଙ୍ଗୀ ବିକାରେ ଉତ୍ପ୍ଲୁତ ତନ୍ତୁ ବାୟ ସୂତ୍ର ପରକାରେ ଯେ। ତେଣୁ ଏଠିରେ ଭଗବାନଙ୍କର କିପରି ଭାବରେ ସେ ଲୀଳା କ୍ରୀଡ଼ା କରନ୍ତି ତାକୁ ଏଠିରେ ବର୍ଣ୍ଣନା କରିଛନ୍ତି 5ମ ପଦରେ। ଉତ୍ପତ୍ତି ହେଉଛି ଜନ୍ମ ଲାଭ କରିବା, ସୃଷ୍ଟି ହେବା। ପାଳନାନ୍ତେ ବା ପାଳନ କରିବା, ସୃଷ୍ଟିକୁ ପାଳନ କରିବା, ଯେହେତୁ ଭଗବାନ ବିଷ୍ଣୁ ହେଉଛନ୍ତି କ'ଣ? ସୃଷ୍ଟିର ପାଳନକର୍ତ୍ତା ଅଟନ୍ତି। ଓକେ, ଭ୍ରୁଭଙ୍ଗୀ ବିକାର, ଭ୍ରୁଭଙ୍ଗୀ ହେଉଛି ଆଖିର ପତା ହେଲା। ଆଖିର ପତାର ଯେମିତି ଆଖି ପତା ତଳ ଉପର କଲେ ଆଖି ପତାର ଲେଉଟାଇବା ମାତ୍ରେ ହେଲା ଭ୍ରୁଭଙ୍ଗୀରେ ପରିବର୍ତ୍ତନ ହେଲା। ଉତ୍ପ୍ଲୁତ ହେଉଛି ଛନ୍ଦାଛନ୍ଦି। ତନ୍ତୁ ବାୟ ସୂତ୍ର, ଯେମିତି ତନ୍ତୀର ଲୁଗା ବୁଣା ସୂତା, ଯେମିତି ହାତରେ ଯେଉଁ ଲୁଗାରା ତିଆରି କରାଯାଉଛି ଦେଖିବ ସେ କହନ୍ତି ସୂତା ଗୁଡ଼ିକୁ କ'ଣ ହେଉଯାଏ? ଛନ୍ଦାଛନ୍ଦି କରିକି ବନା ଯାଇଥାଏ ହେଲା। ଛନ୍ଦାଛନ୍ଦି କରି ବନାଯାଇଥାଏ। ତେଣୁ ତନ୍ତୀରେ ଲୁଗା ବୁଣା ସୂତା ସହିତ ତୁଳନା କରୁଛନ୍ତି।
ହେଲା। ତେଣୁ ଏଠି କହୁଛନ୍ତି ଉତ୍ପତ୍ତି ପାଳନାନ୍ତ ତ୍ରିଭଙ୍ଗୀ ବିକାରେ ଉତ୍ପ୍ଲୁତ ତନ୍ତୁବାୟ ସୂତ୍ର ପରକାରେ ଯେ ହେଲା। ତାହେଲେ ଯେମିତି ତନ୍ତି ଯେମିତି ଲୁଗା ବୁଣି ଯେମିତି ଛନ୍ଦା ଛନ୍ଦି କରି ବୁଣିଥାଏ ସେହିପରି ଭାବରେ ଭଗବାନ କ'ଣ କରନ୍ତି ଉତ୍ପତ୍ତି କରିଥାନ୍ତି ଭ୍ରୁଭଙ୍ଗୀ ବିକାର ମାତ୍ରାରେ ସେଇଭଳି ଭାବରେ ସେ ଉତ୍ପତ୍ତି କହନ୍ତି ଉତ୍ପତ୍ତି କରିଥାନ୍ତି ସୃଷ୍ଟିର ଏବଂ ତାକୁ ପାଳନ କରିଥାନ୍ତି ଏବଂ ତାକୁ ସଂହାର କରିଛନ୍ତି। ତେଣୁ ଏଠି କହୁଛନ୍ତି ଆପଣ ଉତ୍ପତ୍ତି ବା ସୃଷ୍ଟିର ସର୍ଜନ କରିବାର ମୂଳ ଆଧାର ଅଟନ୍ତି। ଯେପରି ବୁଣାକାର ଲୁଗା ବୁଣିବା ସମୟରେ ଯେମିତି ସୂତାକୁ ଲମ୍ବ ଆଡ଼ କରିକି ଛନ୍ଦାଛନ୍ଦି କରି ଯେମିତି ବସ୍ତ୍ରକୁ ନିର୍ମାଣ କରିଥାଏ ବୁଣିଥାଏ ସେହିପରି ଆପଣଙ୍କର ଆଖିର ସାମାନ୍ୟତମ ଇସାରାରେ ବା ଇଙ୍ଗିତରେ ବିଶ୍ୱର ବ୍ରହ୍ମାଣ୍ଡ କ'ଣ ହୋଇଥାଏ ପାଳନ ହୋଇଥାଏ ପାଳିତ ହୋଇଥାଏ ଏବଂ ଆପଣଙ୍କର ନିମିଷକ ମଧ୍ୟରେ ଭୂଭଙ୍ଗୀର ଯେମିତି କ୍ଷୀଣ ସମୟ ଯେମିତି ଆଖି ପତା କେତେ ସମୟ କ୍ଷୀଣ ସମୟ। ତେଣୁ ସେଇ କ୍ଷୀଣ ସମୟ ମଧ୍ୟରେ ଆପଣ କ'ଣ ସୃଷ୍ଟିର ତିଆରି କରିପାରନ୍ତି ଏବଂ ସୃଷ୍ଟିର ଶେଷ ବା ବିନାଶ କରିକି ପ୍ରଳୟ ମଧ୍ୟ ତିଆରି କରିପାରିଥାନ୍ତି। ମାନେ କିଛି କ୍ଷଣ ମଧ୍ୟରେ ଆପଣଙ୍କର ଗୋଟିଏ କ୍ଷଣ ନିମିଷକ ମଧ୍ୟରେ ଆପଣ କ'ଣ କରନ୍ତି ସୃଷ୍ଟିର ନିର୍ମାଣ କରିପାରନ୍ତି ସୃଷ୍ଟିର ସର୍ଜନା କରିପାରନ୍ତି ହେଲା। ଏବଂ ଆପଣ ନିମିଷକ ମଧ୍ୟରେ କ୍ଷୀଣ ପତା ପିଇବା ମାତ୍ରେ ଆପଣ କ'ଣ କରିଥାନ୍ତି ତାହା ଧ୍ୱଂସ ମଧ୍ୟ କରିଦେଇପାରନ୍ତି। ଓକେ, ତାହା କେଉଁ ଭଳି ଭାବରେ କରାହେଉଛି ଏଇଭଳି ଭାବରେ। ନମ୍ବର କହୁଛନ୍ତି ଉନ୍ନ ନାଭ ବତ ଖେଳୁ ଇଚ୍ଛା ଶକ୍ତି ବଳେ ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେ କାଳେ ହେ। ଉନ୍ନ ନାଭ ହେଉଛି ବୁଢ଼ିଆଣୀ। ଉନ୍ନନାଭ ବତ କହିଲେ ବୁଢ଼ିଆଣୀ ସଦୃଶ ବୁଢ଼ିଆଣୀ ପରି ଖେଳୁ କ୍ରୀଡ଼ା କରିବା ଇଚ୍ଛା ଶକ୍ତି ହେଉଛି ନିଜ ଇଚ୍ଛା ଅନୁସାରେ ବଳେ ହେଉଛି ସ୍ୱେଚ୍ଛାରେ ଉଦ୍ଭବ ହେଉଛି ଉତ୍ପତ୍ତି ବା ଜନ୍ମ। ତେଣୁ ଭଗବାନ କିପରି ଭାବରେ ସୃଷ୍ଟି ତିଆରି କରିଛନ୍ତି ଏବଂ କିପରି ଭାବରେ ସେ ଧର୍ମ ସ୍ଥାପନ କରିଥାଏ କାଳ କାଳ ଅନୁଯାୟୀ। ତେଣୁ କହୁଛନ୍ତି କି ବୁଢ଼ିଆଣୀ ନିଜ ଇଚ୍ଛାରେ ଯେପରି ଭାବରେ ନିଜ ଶରୀରରୁ ସୂତା ସୃଷ୍ଟି କରି ଯେପରି ଜାଲ ବୁଣିଥାଏ ଏବଂ ସେ ଜାଲରେ ତାର କ୍ରୀଡ଼ା ଲୀଳା ଖେଳିଥାଏ ସେଉଠୁ ସେ ଖାଦ୍ୟ ସଂଗ୍ରହ କରିଥାଏ ଏବଂ ଯେତେବେଳେ ତାର ଇଚ୍ଛା ହୋଇଥାଏ କ'ଣ କରିଥାଏ ନିଜ ଜାଲକୁ ନିଜ ଭିତରେ ତାକୁ ଭକ୍ଷଣ କରିଥାଏ। ତେଣୁ ସୂତାକୁ ଖାଇ ସ୍ୱନିର୍ମିତ ଜାଲକୁ ସିଏ ନଷ୍ଟ କରିଥାଏ। ତେଣୁ ଭଗବାନ ସେଇଭଳି ଭାବରେ ଏଠି କହୁଛନ୍ତି ନିଜ ଇଚ୍ଛାରେ ଭଗବାନ କ'ଣ କରିଥାନ୍ତି ସୃଷ୍ଟିକୁ ତିଆରି କରିଛନ୍ତି ହେଲା ଉଦ୍ଭବ କରିଥାନ୍ତି ନିଜ ଇଚ୍ଛା ଶକ୍ତି ଉନ୍ନନାଭ ଯେମିତି ସ୍ୱ ଇଚ୍ଛାରେ ଯେମିତି ଲୀଳା ଖେଳା କରିଥାଏ ହେଲା। ଯେମିତି ସୃଷ୍ଟି ନିଜ ଇଚ୍ଛାରୁ ଜାଲ ବାହାର କରିଥାଏ ଏବଂ ସୃଷ୍ଟି ତିଆରି କରିଥାଏ ଏବଂ ନିଜ ଇଚ୍ଛା ହେଲେ ତାକୁ ସେ ଜାଲକୁ ଯେଉଁଭଳିରେ ଭକ୍ଷଣ କରିଥାଏ ସେଇଭଳିରେ ଭଗବାନ କ'ଣ କରିଛନ୍ତି ନିଜ ଇଚ୍ଛାରେ ବ୍ରହ୍ମାଣ୍ଡର ସୃଷ୍ଟି କରିଥାନ୍ତି ଏବଂ ତାର ସ୍ଥିତି ପାଇଁ ଧ୍ୟାନ ଦେଇ ପାଳନ କିପରି ଭାବରେ ବ୍ରହ୍ମାଣ୍ଡର ପାଳନ ହେବ ଏତେ କୋଟି ଜୀବ ରହିଛନ୍ତି ସମସ୍ତଙ୍କର କିପରି ଭାବରେ ପାଳନ କରାଯାଇପାରିବ ତା ବିଷୟରେ ସେମାନେ ଭଗବାନ ସେଇଭଳି ଭାବରେ ନିର୍ଣ୍ଣୟ କରିଥାନ୍ତି ନୀତି ନିୟମ କରିଥାନ୍ତି ଏବଂ ପୁଣି ଯେତେବେଳେ ତାଙ୍କର ମନ ହେଲା କି ଆମେ ସୃଷ୍ଟି ପ୍ରଳୟ କରି ପୁଣି ନୂଆ କରିକି ସର୍ଜନା କରି ଆମେ ଆଉ ଗୋଟେ ନୂଆ ସୃଷ୍ଟି। ତେଣୁ ଭଗବାନ କ'ଣ କରନ୍ତି ପ୍ରଳୟ କରିଥାନ୍ତି। ପ୍ରଳୟ ବେଳେ ସବୁ ଗୁଡ଼ିକ ଜଳମଗ୍ନ ହୋଇଯାଇଥାଏ ପୁଣି ନୂଆ କରିକି ଭଗବାନ କ'ଣ କରିଛନ୍ତି ନିଜ ଇଚ୍ଛା ହେଲେ ପୁଣି ନୂଆ କରି ସୃଷ୍ଟି ତିଆରି କରିଥାନ୍ତି। ତେଣୁ ହେ ପ୍ରଭୁ ଭଗବାନ ତେଣୁ ବିଷ୍ଣୁ ତେଣୁ ସଂସାରର ଭାର ବା ପାପ ରାଶି ବା ଦୁଷ୍ଟ ଜନମାନଙ୍କୁ ବିନାଶ କରିବା ପାଇଁ ଭଗବାନ କ'ଣ କରୁଛନ୍ତି ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। ତେଣୁ ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଅବତାର ଗ୍ରହଣ କରିଥାନ୍ତି ହେଲା। ତେଣୁ ସନ୍ଥ ଏବଂ ଆଉ କ'ଣ କରନ୍ତି ଧର୍ମ ସ୍ଥାପୁ କାଳେ କାଳେ ତେଣୁ ଦୁଷ୍ଟ ଜନମାନଙ୍କୁ ବିନାଶ କରି ସନ୍ଥ ପାଳନ ନିମନ୍ତେ ଧରାପୃଷ୍ଠରେ ଆପଣ ଅବତାର ରୂପରେ ଜନ୍ମ ନେଇ ଯୁଗେ ଯୁଗେ ଧର୍ମ ସ୍ଥାପନ କ'ଣ କରିଥାଅ। 7 ନମ୍ବର ପଦରେ କହୁଛନ୍ତି ରୁକ୍ ଯଦୁ ସାମ ବହୁ ସ୍ମୃତି ଶାସ୍ତ୍ର ଭେଦେ ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ। ଆମର 4ଗୋଟି ବେଦ ରୁକ୍ ବେଦ ଯଜୁର୍ବେଦ ସାମବେଦ ଅଥର୍ବବେଦ 4ଗୋଟି ଯେଉଁ ବେଦ ଗୁଡ଼ିକ ରହିଛି। ତେଣୁ ବେଦ ଗୁଡ଼ିକ ସେଇଟା ଆମେ କ'ଣ କହୁଛନ୍ତି ସେଟାକୁ ଆମେ ଶ୍ରୁତି ଶାସ୍ତ୍ର କହୁଛନ୍ତି। କାରଣ ଆଗରୁ ତ ଖାତା କଲମ ନଥିଲା। ଆଗରୁ କ'ଣ ହେଉଥିଲା କି ଗୁରୁକୂଳରେ ପିଲାମାନଙ୍କୁ
ଘୋଷିକି ମନେ ରଖିବାକୁ ପଡ଼ୁଥିଲା, ତାକୁ ଉଚ୍ଚାରଣ ବାରମ୍ବାର ସେଇଟା ଉଚ୍ଚାରଣ କରାଯାଉଥିଲା ସ୍ମୃତି ମାଧ୍ୟମରେ। ସେଇ ପଦ ଗୁଡ଼ିକୁ କ'ଣ ହଉଥିଲା, ମନେ ରଖିବାକୁ ପଡ଼ୁଥିଲା। ସେଥିପାଇଁ ତାକୁ ସ୍ମୃତି ଶାସ୍ତ୍ର ବୋଲି କୁହାଯାଏ ବେଦ ଗୁଡ଼ିକୁ। ତେଣୁ ସେଇ ବେଦ ଗୁଡ଼ିକରେ ଆପଣଙ୍କର ଅନେକ ଗୁଡ଼ିଏ ଭେଦ କରାଯାଇଛି। ଭଗବାନଙ୍କ ବିଷୟରେ ବେଦ ଶାସ୍ତ୍ର ପୁରାଣରେ ଉପନିଷଦ ସଂହିତାରେ ବର୍ଣ୍ଣନା କରିଛନ୍ତି। ଆପଣଙ୍କ ରୂପ, ଆପଣଙ୍କର ଗୁଣ, ଆପଣଙ୍କର ଯଶ ବିଷୟରେ ଅନେକ ବର୍ଣ୍ଣନା କରାଯାଇଅଛି। ଭଗବାନ କହୁଛନ୍ତି ଋଗ୍ବେଦ, ଯଜୁର୍ବେଦ, ସାମବେଦ। ସ୍ମୃତି ଶାସ୍ତ୍ର ଗଲେ ଶ୍ରୁତି ଭିନ୍ନ ଭିନ୍ନ ଶାସ୍ତ୍ର ମାନଙ୍କରେ କରାଯାଇଛି। ତେଣୁ ଏଠି କହୁଛନ୍ତି ଶାସ୍ତ୍ର ଭେଦେ ଅନ୍ୟାନ୍ୟ ଶାସ୍ତ୍ର ପୁରାଣ ସଂହିତା ପଟ୍ଟଳ ଉଗାଳ ଏଗୁଡ଼ିକ ରହିଛି ହେଲା। ଅଶେଷ ହେଉଛି ଅନେକ ସମ୍ପାଦେ ସମ୍ବାଦ ଗୁଡ଼ିକରେ ବା ଚରିତ ବୃତ୍ତାନ୍ତ ମାନଙ୍କରେ ଭଗବାନଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କହୁଛନ୍ତି କି ଋକ୍ ଯଜୁ ସାମ ବହୁ ସ୍ମୃତି ଶାସ୍ତ୍ର ଭେଦେ ରୂପ ଗୁଣ ଯଶ ଅସି ଅଶେଷ ସମ୍ପାଦେ। ତେଣୁ ଋକ୍ ଯଜୁ ସାମ ପ୍ରଭୃତି ଚତୁର୍ବେଦ ଏହା ସହିତ ଅନ୍ୟାନ୍ୟ ଶାସ୍ତ୍ର ପୁରାଣ ମାନଙ୍କରେ ଆମର ଅଷ୍ଟାଦଶ ପୁରାଣ ରହିଛି। ସେଇ ପୁରାଣ ଗୁଡ଼ିକ ରହିଛି, ତାର ଉପନିଷଦ ରହିଛି, ଅନେକ ଉପନିଷଦ ରହିଛି, ସଂହିତା ରହିଛି ହେଲା। ତେଣୁ ଉପପୁରାଣ ମଧ୍ୟ ଅନେକ ଗୁଡ଼ିଏ ରହିଛି। ଅନେକ ଯେଉଁ ରହିଛି ଲୋକମାନଙ୍କ ଦ୍ୱାରା ଅନେକ ଭଗନ୍ତି, ସେ ଭଗବାନଙ୍କ ବିଷୟରେ ଅନେକ ପୁରାଣ ମଧ୍ୟ ତିଆରି କରାଯାଇଛି ହେଲା। ସେଇ ସବୁ ରଚନା ଗୁଡ଼ିକରେ ଭଗବାନଙ୍କର ରୂପ, ତାଙ୍କର ଲାବଣ୍ୟ, ତାଙ୍କର ଚରିତ୍ର, ତାଙ୍କର ବିଷୟରେ କ'ଣ କରାଯାଇଛି, ସେ କ'ଣ କରାଯାଇଛି ବର୍ଣ୍ଣନା କରାଯାଇଛି। ତାଙ୍କର ଭଗବାନଙ୍କର ତାଙ୍କର ଯେଉଁ ମହାତ୍ମ୍ୟ ରହିଛି, ତାଙ୍କର କାହାଣୀ ଉପାଖ୍ୟାନ, ତାଙ୍କୁ ନେଇକି ଅନେକ ଗୁଡ଼ିଏ କାହାଣୀ ଦେଖିବାକୁ ପାଇପାରିବା। ତେଣୁ ସେଇଗୁଡ଼ିକ ସବୁ ପୁରାଣ ମାନଙ୍କରେ ତୁମ ବିଷୟରେ କ'ଣ ହୋଇଛି ବର୍ଣ୍ଣନା କରାଯାଇଛି। ତେଣୁ ସେଇ ଯେଉଁ ଚରିତ୍ର ଗୁଡ଼ିକରେ ବା ସେଇ ଯେଉଁ ରଚନା ଗୁଡ଼ିକରେ ଆପଣଙ୍କର ରୂପ, ଗୁଣ, ଯଶ, ମାହାତ୍ମ୍ୟ ସମ୍ବନ୍ଧରେ ଅନେକ ଘଟଣା କ'ଣ କରାଯାଇଛି ବର୍ଣ୍ଣନା କରାଯାଇଛି। ତେଣୁ କହୁଛନ୍ତି ଏଇ ଚାରି ବେଦ ସହିତ ଅନେକ ରଚନା ଗୁଡ଼ିକରେ ଆପଣଙ୍କର ବିଷୟରେ, ଆପଣଙ୍କ ରୂପ, ଗୁଣ, ଯଶ ବିଷୟରେ, କୀର୍ତ୍ତି, ମାହାତ୍ମ୍ୟ ବିଷୟରେ ଆପଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଅଛି। 8 ନମ୍ବର କ'ଣ କହୁଛନ୍ତି, ରୁଚିର ଚରଣ ନଖ ଛଟାର ମହିମା ରୁକ୍ଷ ସଂଖ୍ୟା କଳ୍ପି ନ ପାଇଲେ ସୀମାହେ। ରୁଚିର ଚରଣ, ରୁଚିର ହେଉଛି ସୁନ୍ଦର, ଚରଣ ହେଉଛି ପାଦ ଏବଂ ଛଟା ହେଉଛି କାନ୍ତି। ରୁକ୍ଷ ସଂଖ୍ୟା, ରୁକ୍ଷ ସଂଖ୍ୟା କହିଲେ ଅସଂଖ୍ୟ ବା ନକ୍ଷତ୍ର ସଂଖ୍ୟା, କାରଣ ନକ୍ଷତ୍ର ଗୁଡ଼ିକ ଅସଂଖ୍ୟ ଅଟେ। କାରଣ ବ୍ରହ୍ମାଣ୍ଡଟା ଏତେ ବିଶାଳ ଯେ ଏତେ ନକ୍ଷତ୍ର ରହିଛନ୍ତି, କେହି ତାକୁ ଅଗଣିତ ଅସଂଖ୍ୟ ନକ୍ଷତ୍ର ଅଟେ। କଳ୍ପେ ହେଉଛି ସହସ୍ର ଯୁଗ, ଗୋଟେ କଳ୍ପ ହେଲା। କଳ୍ପନା ଗୋଟେ ହେଉଛି, କଳ୍ପେ ହେଉଛି ସହସ୍ର ଯୁଗ, କଳ୍ପି ହେଉଛି କଳ୍ପନା କରି, ନଖ ଛଟା ହେଉଛି ନଖର ଜ୍ୟୋତି, ନଖର କ୍ଲାନ୍ତି, ସୀମା ହେଉଛି ଅନ୍ତ ବା ପ୍ରାନ୍ତ, ଚୌହଦି, ସୀମା ଗୋଟେ ନିର୍ଦ୍ଦିଷ୍ଟ ସୀମା। ତେଣୁ ଏଠି ସେ କହୁଛନ୍ତି କି ରୁଚିର ଚରଣ ନଖ ଛଟାର ମହିମା ରୁକ୍ଷ ସଂଖ୍ୟା କଳ୍ପେ ନ ପାଇଲେ ସୀମା। ତେଣୁ ଏଠି କହୁଛନ୍ତି ଆପଣଙ୍କର ଯେଉଁ ସୁନ୍ଦର ପାଦର ଯେଉଁ ନଖ କାନ୍ତି, ସେ ବ୍ରହ୍ମା କି ଦେବତା ମାନେ ଯଦି ରୁକ୍ଷ ସଂଖ୍ୟା ବା ଅସଂଖ୍ୟ ସହସ୍ର ଯୁଗ ପର୍ଯ୍ୟନ୍ତ କେହି ତାକୁ କଳ୍ପନା କି ଇଚ୍ଛା ସହସ୍ର ଯୁଗ ପର୍ଯ୍ୟନ୍ତ କେହି କଳ୍ପନା କରିପାରିବେ ନାହିଁ। ତେଣୁ କହୁଛନ୍ତି ହେ ପ୍ରଭୁ, ଆପଣଙ୍କର ପାଦ ପଦ୍ମ ହେଲା, ନଖପନ୍ତି କାନ୍ତି, ତାର ମହିମା, ତାର ରୂପ, ତାର ସୌନ୍ଦର୍ଯ୍ୟ ବ୍ରହ୍ମା ଆଦି ଦେବତା ମାନେ ଆକାଶର ଅଗଣିତ ନକ୍ଷତ୍ର ପରି କଳ୍ପନା କରି ସହସ୍ର ଯୁଗ ପର୍ଯ୍ୟନ୍ତ ଯଦି ସେମାନେ କଳ୍ପନା କରିବେ, ଯଦି ଇଚ୍ଛା କରିବେ, ତାର ମଧ୍ୟ ଜ୍ଞାତ ହୋଇପାରିବ। ତାହେଲେ ଏଠି କହୁଛନ୍ତି ଆପଣ ତ ନଖର କାନ୍ତିକୁ ମଧ୍ୟ ଭଗବାନ କ'ଣ କରିଛନ୍ତି, ବ୍ରହ୍ମା ଯେଉଁ ସୃଷ୍ଟିର କର୍ତ୍ତା ଅଟନ୍ତି, ସୃଷ୍ଟିର ଯେଉଁ ନିର୍ମାଣ କରିଛନ୍ତି, ସିଏ ମଧ୍ୟ କଳ୍ପନା କରିପାରିବେ ନାହିଁ ହେଲା। ତିଳ ମାତ୍ର ମାନେ ଟିକିଏ ମାତ୍ର ଜାଣିପାରିବେ ନାହିଁ ହେଲା। ଆପଣଙ୍କର ଯେଉଁ ନଖପନ୍ଥୀର ଯେଉଁ କ୍ଲାନ୍ତିର ତାର ଯେଉଁ ମହିମା ରହିଛି, ଭଗବାନ ବ୍ରହ୍ମା ସେ କଳ୍ପ ଜନ୍ମ ପର୍ଯ୍ୟନ୍ତ ଅସଂଖ୍ୟ ସମୟ ପର୍ଯ୍ୟନ୍ତ ତିଳେ ମାତ୍ର ଜ୍ଞାତ ହୋଇପାରିବେନି, ତିଳେ ମାତ୍ର ତାହା ଜାଣିପାରିବେ ନାହିଁ। ରୁଚିର ଚରଣ ନଖା ଛଟାର ମହିମା ହେଲା। ରୁକ୍ଷ ସଂଖ୍ୟା କଳ୍ପି ନ ପାଇଲେ ସୀମା, ପାଇବେନି। ତାର ସୀମା କୋଉଠି ରହିଛି, ତାର ଯେମିତି ଆଦି ଅନ୍ତ ରହିଛି। ତେଣୁ ଭଗବାନ ବ୍ରହ୍ମା
ଯଦି ଆପଣଙ୍କର ନଖର ମହିମା ଯଦି ଜାଣିବାକୁ ଚାହାନ୍ତି ତାହେଲେ କଳ୍ପ ସମୟ ବା ଅସଂଖ୍ୟ ସମୟ ଯଦି ସେ ଭାବନା କରନ୍ତି, କଳ୍ପନା କରନ୍ତି, ତାହେଲେ ତମର ମହିମା ସେ ଜାଣିପାରିବେନି, ତାର ସୀମା ଜାଣିପାରିବେନି। ଆରମ୍ଭ କେଉଁଠି ହେଇଛି, ବିଲୟ କେଉଁଠି ହେଇଛି, ହେଲା, ଶେଷ କେଉଁଠି ହେଇଛି, ତାହେଲେ ତମେ ଜାଣିପାରିବ ନାହିଁ। ଭଗବାନଙ୍କ ନଖର ମହିମା ଯିଏ ଜାଣିପାରୁନି, ତାହେଲେ ଭଗବାନ ବିଷୟରେ ତମ ବିଷୟରେ କିଏ ଜାଣିବା ପାଇଁ ଚେଷ୍ଟା କରିବ? କେହି ଜାଣିପାରିବେ ନାହିଁ। ତାରେ ନନବୋଧ କହୁଛନ୍ତି, ଲୁବ୍ଧକ ତାରକା ବ୍ରହ୍ମା ହର ଗର୍ବ ହର ଲୁଟାଇ ପାର କୃପାରେ ମୁକତି ଭଣ୍ଡାରେ। ଲୁବ୍ଧକ ଯାର ସବର, ବ୍ରହ୍ମାଙ୍କର ଗର୍ଭକୁ ହରଣ କରିଥିଲ, ହେଲା, ତା ସହିତ ମହାଦେବଙ୍କର ଗର୍ଭକୁ ମଧ୍ୟ ତାଙ୍କର କୋଉଭଳି ଭାବରେ କରିଥିଲେ, ସେଇ ସବୁ ବିଷୟରେ ବର୍ଣ୍ଣନା କରୁଛନ୍ତି। ତାହେଲେ କହୁଛନ୍ତି ଲୁବ୍ଧକ। ଲୁବ୍ଧକ କହିଲେ ସବର, ଏଠିରେ ଯାର ସବର ବିଷୟରେ କହୁଛନ୍ତି, ହେଲା। ଲୁବ୍ଧ କହୁଛି ବ୍ୟାଧ ବା ସବର। ତାରକ ହୋଇଯାଏ ତ୍ରାଣକର୍ତ୍ତା। ତାରକ ହେଲେ ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ହେଲା। ହର ହଉଛି ଶିବ, ହର ଦ୍ୱିତୀୟ ହଉଛି, ରୁହ ଟିକେ, ମଝିରେ ଡିଷ୍ଟର୍ବ କରିବେନି, ମୁଁ କହିସାରେ ତବେ। ପ୍ରଥମ ରହୁଛି ବ୍ରହ୍ମା ହର। ପ୍ରଥମ ବ୍ରହ୍ମା ହର ହଉଛି ହରଣ କରି, ବ୍ରହ୍ମାଙ୍କର ଗର୍ଭକୁ ହରଣ କରିଥିଲେ। ଆଉ କ'ଣ କରୁଥିଲେ? ଗର୍ଭହର, ଶିବଙ୍କର ଗର୍ଭକୁ ମଧ୍ୟ ହରଣ କରିଥିଲେ। ଏଇଟା ଦିଟା ଆସିବ। ପ୍ରଥମ ହର ହଉଛି ହରଣକାରୀ, ଦ୍ୱିତୀୟ ହଉଛି ଶିବ ଆସିବ। ଲୁବ୍ଧକ ତାରକ ଯାର ସବର, ତୁମ ପାଦରେ କ'ଣ କରିଥିଲେ? ସରବିଦ୍ଧ କରିଥିଲେ, ତେଣୁ ତୁମେ ତାକୁ କ'ଣ କରିଥିଲେ? ମୁକ୍ତି ପ୍ରଦାନ କରିଥିଲେ, ତାଙ୍କର ହରଣ କରିଥିଲେ। ଓକେ, ଏଟା ଗୋଟେ ଆସିବ। ତାହେଲେ ଆମେ ଦେଖିବା ଏଠିରେ କ'ଣ କହୁଛନ୍ତି? ଲୁବ୍ଧକ ତାରକ। ତାରକ ହଉଛି, ଏଠି ରହୁଛି ତ୍ରାଣକର୍ତ୍ତା। ଲୁବ୍ଧକ ତାରକ, ଲୁବ୍ଧକ ଯାର ସବର ମୁକ୍ତି ପ୍ରଦାନ କରିଥିଲ। ଓକେ, ଆଉ କ'ଣ କହୁଛନ୍ତି? ଶିବଙ୍କର ହରଣ କରିଥିଲ। ବ୍ରହ୍ମା ଶିବଙ୍କର ହରଣ କରିଥିଲେ। କୋଉଭଳି ଭାବରେ ସେ କାମିନୀ ରୂପ ଧାରଣ କରିଥିଲେ, ହେଲା। ଯେଉଁଭଳି ଭାବରେ ଯେଉଁ ସମୁଦ୍ର ମନ୍ଥନ ବେଳେ ଅସୁରମାନେ କ'ଣ କରିଥିଲେ? ଅମୃତକୁ ନେଇ ପଳେଇଥିଲେ। ସେଥିପାଇଁ ଭଗବାନ ବିଷ୍ଣୁ କ'ଣ କରିଥିଲେ? ମୋହିନୀ କନ୍ୟା ଧାରଣ କରିଥିଲେ, ହେଲା। ଭଗବାନ ମୋହିନୀ କନ୍ୟା ପ୍ରତି ଶିବ କ'ଣ ଆକୃଷ୍ଟ ହୋଇଥିଲେ, ତାଙ୍କର ହଡ଼ବଡ଼ କରିଥିଲେ, ସେଟା ମଧ୍ୟ ରହିଛି ଗୋଟେ। ଆଉ ସହିତ ବ୍ରହ୍ମାଙ୍କର ଯେଉଁ ଗର୍ବ କରିଥିଲେ, ତାଙ୍କୁ ମଧ୍ୟ ହରଣ କରିଥିଲେ। କୋଉଭଳି ଭାବରେ ବ୍ରହ୍ମା କ'ଣ କରିଥିଲେ? ଗୋପପୁରରେ ସମସ୍ତ ଗୋବତ୍ସ ମାନଙ୍କୁ ଭଗବାନଙ୍କୁ ଜାଣିବା ପାଇଁ, ଦେଖିବା ଇଏ ଭଗବାନ ବିଷ୍ଣୁ କି ନୁହେଁ, ସେଥିପାଇଁ ଜାଣିବା ପାଇଁ ସମସ୍ତ ଗୁଡ଼ିକ ଗୋପପୁରରେ ଯେଉଁ ବାଳକମାନେ ରହିଛନ୍ତି ଏବଂ ଗୋବତ୍ସ ମାନଙ୍କୁ, ଗାଈ ବାଛୁରୀ ମାନେ ସବୁ ନେଇ ଯାଇଥିଲେ। ନିଜ କମଣ୍ଡଳ ମଧ୍ୟ ରଖିଥିଲେ। ଭଗବାନ କ'ଣ କରିଥିଲେ? ପୁଣି ନୂଆ କରି ସବୁ ତିଆରି କରିଥିଲେ। ସେଟା ମଧ୍ୟ ତାଙ୍କର ଯେଉଁ ଗର୍ଭକୁ ହରଣ କରିଥିଲେ। ଭଗବାନ ସେ ଦେଖିଥିଲେ କି ଭଗବାନ ଯେତେବେଳେ ସମସ୍ତ ବ୍ରହ୍ମାଣ୍ଡରେ ଯେତିକି ରହିଛନ୍ତି ବିଷ୍ଣୁ କହନ୍ତି, ରହିଛନ୍ତି ବ୍ରହ୍ମା, ସମସ୍ତଙ୍କୁ ଡାକିଥିଲେ, ହେଲା। ଅନେକ ବ୍ରହ୍ମାଣ୍ଡର କହନ୍ତି ବ୍ରହ୍ମା ରହିଛନ୍ତି। କେବଳ ଆମର ଯେଉଁ ଗୋଟିଏ ବ୍ରହ୍ମାଣ୍ଡ ନାହିଁ, ଆମର ଅନେକ ହଜାର କୋଟି ବ୍ରହ୍ମାଣ୍ଡ ରହିଛନ୍ତି, ହେଲା। ଏଠିରେ ଯେମିତି ଏଇ ବ୍ରହ୍ମାଣ୍ଡରେ ଆମେ ଯେଉଁ ରହିଛନ୍ତି, ସେ ବ୍ରହ୍ମାଣ୍ଡରେ ଆମର ଗୋଟିଏ ବ୍ରହ୍ମା ରହିଛନ୍ତି, ସେଠିରେ ଶିବ ରହିଛନ୍ତି, ସେଠିରେ ଇନ୍ଦ୍ର ସମସ୍ତେ ରହିଛନ୍ତି। ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ଗୁଡ଼ିକ ରହିଛି, ହେଲା। ଯେ ବ୍ରହ୍ମାଙ୍କର ଭାବୁଥିଲେ କି ମୁଁ ହେଉଛି ସୃଷ୍ଟିକର୍ତ୍ତା, ମୁଁ ହେଉଛି ସର୍ବନିୟନ୍ତା ଅଟେ। କିନ୍ତୁ ଯେତେବେଳେ ଅନେକ ବ୍ରହ୍ମା ଗୁଡ଼ିକ ଯେତେବେଳେ ବ୍ରହ୍ମା ଦେଖିଛନ୍ତି, ତୃତୀୟମୁଖୀ ବ୍ରହ୍ମା ଦେଖିଛନ୍ତି, ସେ ଭଗବାନଙ୍କର ତାଙ୍କର ଅସ୍ତିତ୍ୱ ବିଷୟରେ ଜାଣିପାରିଛନ୍ତି। ଏଠି କହୁଛନ୍ତି ବ୍ରହ୍ମା ହର ଗର୍ଭହର। ତେଣୁ ତୁମେ କ'ଣ କରୁଥିଲ? ବ୍ରହ୍ମା ଏବଂ ଶିବଙ୍କର ଗର୍ଭକୁ କ'ଣ କରିଥିଲ? ହରଣ କରିଥିଲ। ବ୍ରହ୍ମା ବସ୍ତ୍ରାହରଣ କରିବାରୁ ତୁମ୍ଭେ ନିଜ ଅଙ୍ଗରୁ ବତ୍ସା ସୃଷ୍ଟି କରି ବ୍ରହ୍ମାଙ୍କର ଗର୍ଭକୁ ହରଣ କରିଅଛ, ଏବଂ ଶିବ ଭସ୍ମାସୁରକୁ ବର ଦେଇ ବିପଦରେ ପଡ଼ିଥିବା ସମୟରେ ତୁମେ ମୋହିନୀ କନ୍ୟା ଧାରଣ କରିଥିଲ ଏବଂ ଶିବକୁ ସେଠି ମଧ୍ୟ ରକ୍ଷା କରିଥିଲ। ସେଟା ମଧ୍ୟ ଗୋଟେ ରହିଛି। ତାଙ୍କର ଯେଉଁ ଦେଖ, ଗର୍ଭରେ ଭଗବାନ କ'ଣ କରିଛନ୍ତି? ନିଜର ଭକ୍ତ ପାଇଁ ବିଭିନ୍ନ ପ୍ରକାର ବର ପ୍ରଦାନ କରିଦେଇଥାନ୍ତି ଏବଂ ସେଇ ବର ଅନୁଯାୟୀ ସେ ଭଗବାନ ମଧ୍ୟ ଅସୁବିଧାରେ ବହୁତ ପଡ଼ିଥାନ୍ତି। କାରଣ ଦେଖ, ଜଣେ ଯେତିକି କର୍ତ୍ତବ୍ୟ କରୁଛି ସେଇ ଅନୁଯାୟୀ ଭଗବାନ ସେ କର୍ତ୍ତବ୍ୟର ଫଳ ତାକୁ ଦେଇଛନ୍ତି, ହେଲା। ଯେ ରାକ୍ଷସ ହୁଅନ୍ତୁ କି ଦେବତା ହୁଅନ୍ତି, ଭଗବାନ ଦେବତା ମାନଙ୍କୁ କେବଳ ବର ଦେବେ ସେମିତି ନାହିଁ। ତେଣୁ ତାଙ୍କର ଗୋଟେ ନୀତି ନିୟମ ରହିଛି।
ରାକ୍ଷସମାନେ ବି ଭଗବାନଙ୍କୁ ଦେବତାମାନଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ମଧ୍ୟ ବର ପ୍ରଦାନ କରିବା ଜାଣିଛନ୍ତି। ଭଗବନ୍ତୀ ଦେବତାମାନେ ଜାଣିଛନ୍ତି କି ଇଏ ଆମକୁ ପୂଜା କରୁଛି, ଯଦି ରାକ୍ଷସମାନେ ଆମଠାରୁ ବର ପ୍ରଦାନ କରିବ ତାହେଲେ ଇଏ ଆମ ଉପରେ ଅତ୍ୟାଚାର କରିବ, ଆମର ସିଂହାସନ ନେବା ପାଇଁ ଆସିବେ। ତେଣୁ ସେ ଜାଣିଛନ୍ତି, ତଥାପି ସେ ବର ପ୍ରଦାନ କରିଛନ୍ତି। ତେଣୁ ଏଠି କହୁଛନ୍ତି ଲୁବ୍ଧକ ତାରକ ବ୍ରହ୍ମହର ଗର୍ଭହର ଲୁଟାଇ ପାର କୃପାରେ ମୁକତି ଭଣ୍ଡାରେ। ତେଣୁ ଆପଣ ହେ ପ୍ରଭୁ ଶ୍ରୀକୃଷ୍ଣ ବା ବିଷ୍ଣୁ, ତେଣୁ ଆପଣ ବ୍ୟାଧ ବା ଶବରର ଉଦ୍ଧାରକର୍ତ୍ତା ଅଟ। ତେଣୁ ହେ ଦୟାସାଗର, ଯାରା ଶବର କ୍ଷମା ପ୍ରଦାନ କରି ତାର ମୁକ୍ତି କରିଥିଲେ। ଯେଉଁଭଳି ଭାବରେ ଯେମିତି ସ୍ୱର୍ଗନ୍ତି ମୁଷଳି ପର୍ବରେ ତମେ ଦେଖିବାକୁ ପାଇପାରିବ। ସେଠି ମଧ୍ୟ ବର୍ଣ୍ଣନା କରିଛନ୍ତି ସାରଳା ମହାଭାରତରେ, ସେଗୁଡ଼ିକ ରହିଛି। କେଉଁଭଳି ଭାବରେ ଯାରା ଶବର ତାର ପୂର୍ବଜନ୍ମ ବିଷୟରେ ମଧ୍ୟ ଆମେ ଜାଣିଛନ୍ତି। କେଉଁଭଳି ଭାବରେ ରାମଚନ୍ଦ୍ର ବାଳି ସୁଗ୍ରୀବ ଅଙ୍ଗଦ ରୂପରେ ଯାରା ଶବର ଜନ୍ମଗ୍ରହଣ କରିଛି ଏବଂ ତାର ମଧ୍ୟ ମୁକ୍ତି କରିଥିଲେ ଏବଂ ତାକୁ କ୍ଷମା ପ୍ରଦାନ କରିଥିଲେ, ଏବଂ କାରଣ ତାର ମଧ୍ୟ ମୁକ୍ତି ଉଦ୍ଧାର କରିଦେଇଥିଲେ। ତେଣୁ ତାର କହୁଛି ତାରଣ କଥା ବା ମୁକ୍ତି କଥା। ଏବଂ ବ୍ରହ୍ମା ଶ୍ରୀକୃଷ୍ଣ ସମସ୍ତ ଗୋବତ୍ସା ଯେମିତି ସାଙ୍ଗମାନଙ୍କୁ ଯେଉଁଭଳି ଗୋପାଳ ବାଳମାନଙ୍କୁ ଯେମିତି ହରଣ କରି ନିଜ କମଣ୍ଡଳ ମଧ୍ୟରେ ଯେମିତି ରଖିଥିଲେ, ନିଜର ବାଲ୍ୟ ବନ୍ଧୁ ଗଣ ଓ ଗୋବତ୍ସାମାନଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ନିଜ ଶରୀରରୁ କ'ଣ କରିଥିଲେ, ଉତ୍ପତ୍ତି କରିଥିଲେ ଏବଂ ବ୍ରହ୍ମାଙ୍କର ସେ ଯେଉଁ ଗର୍ବ, ତାଙ୍କର ଯେଉଁ ଅହଙ୍କାରକୁ କ'ଣ କରିଥିଲେ, ଭଗ୍ନ କରିଦେଇଥିଲେ। ଏହା ସହିତ ଶିବଙ୍କର ମଧ୍ୟ ଆମେ ଦେଖିବା ପାଇପାରିବା କି ମହାଯୋଗୀ ଭୋଳନାଥ ମହେଶ୍ୱର ଭସ୍ମାସୁରକୁ ବର ଦେଇ ତଦ୍ୱାରା ଦଗ୍ଧ ହେବାର ଆସନ୍ନ ବିପଦରେ ପଡ଼ି ଆପଣଙ୍କୁ ସ୍ମରଣ କରିଥିବାରୁ ଆପଣ ମୋହିନୀ କନ୍ୟା ରୂପ ଧାରଣ କରି ଶିବଙ୍କୁ ସେ କାର୍ଯ୍ୟରୁ ଉଦ୍ଧାର କରିଥିଲେ। ତେଣୁ ଆପଣ ସମସ୍ତଙ୍କର ବର ଦେବାର ଅହମିକାକୁ ପ୍ରଭୁ ତୁମେ ଭଞ୍ଜନ କରିଥିଲେ। ବର ଦେଇକି ଯେଉଁ ଅହମିକା ରହିଛି, ମୁଁ ହେଉଛି ସର୍ବଶ୍ରେଷ୍ଠ, ତେଣୁ ବର ସିନା ଦେଇଦେଉଛ, ବର ଦେବା ଯେଉଁ ଅହମିକା, ତମ ପାଖରେ ଶକ୍ତି ରହିଛି ବୋଲି ତମେ ବର ପ୍ରଦାନ କରିଦେଉଛ, ଏଇ ଯେଉଁ ଅହମିକାଟା ରହିଛି, ତେଣୁ ଏଇ ଅହମିକାକୁ ଭଗବାନ କ'ଣ କରିଥିଲେ, ଭଞ୍ଜନ କରିଥିଲେ। ତେଣୁ ଆପଣ ହେଉଛନ୍ତି ମୁକ୍ତିର ଗନ୍ତାଘର, କହୁଛନ୍ତି ଆପଣ ହେଉଛି ମୁକ୍ତିର ଭଣ୍ଡାର ଅଟନ୍ତି। ତେଣୁ ଲୁଟାଇ ପାର କୃପାରେ ମୁକତି ଭଣ୍ଡାରେ। ତେଣୁ ଆପଣ ମୁକ୍ତିର ଗନ୍ତାଘରକୁ ଆପଣ ନିଜ ଦୟାବଳରେ ତାକୁ ଲୁଟାଇ ପାରନ୍ତି, ତାକୁ କ'ଣ କରନ୍ତି, ହରଣ କରିପାର। ଠିକ୍ ଅଛି, 9 ନମ୍ବର ପର୍ଯ୍ୟନ୍ତ ନେକ୍ସଟ କ୍ଲାସ୍ରେ ଆମେ 10 ନମ୍ବର ପଦରୁ ଆଲୋଚନା କରିବା।